ପିଲାମାନେ ତୁମ ସମସ୍ତଙ୍କୁ ଆମର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ତୁମ ଗଣିତ ପ୍ରକାଶ ବହିର ଆଉ ଏକ ନୂତନ କ୍ଲାସ୍ କରିବା। ଆଜିର କ୍ଲାସ୍ରେ ଆମେ ତୁମ ଗଣିତ ବହିର ତୃତୀୟ ଅଧ୍ୟାୟ ସଂଖ୍ୟା ମଝିରେ ବିନ୍ଦୁର କମାଲ ଆଲୋଚନା କରିବା। ପୂର୍ବରୁ କରାଯାଇଥିବା କ୍ଲାସ୍ରେ ଆମେ ଏହି ବିଷୟର 58 ପୃଷ୍ଠା ଯାଏଁ ଆଲୋଚନା କରିସାରିଥିଲେ। ଆଜି ଆମେ ଏ 58 ପୃଷ୍ଠାର 3.4 ଦଶମିକ ସଂଖ୍ୟାର ସ୍ଥାନୀୟ ମାନ ସମ୍ବନ୍ଧରେ ଆଲୋଚନା କରିବା। ଦେଖ, କୌଣସି ଏକ ବସ୍ତୁର ସଠିକ ମାପ ନିର୍ଣ୍ଣୟ କରିବା ପାଇଁ ଆମେ ଏହାର କିଛି ଅଂଶକୁ ଛୋଟ ଛୋଟ 10ଟି ସମାନ ଭାଗରେ ବିଭକ୍ତ କରିଥାଉ। ଯେପରିକି 1 ଏକକକୁ 10 ଦଶାଂଶ, 1 ଦଶାଂଶକୁ 10 ଶତାଂଶ ଏକକରେ ପରିଣତ କରି ଛୋଟ ଛୋଟ ଅଂଶକୁ ମାପିଥାଉ। 1 ଏକକକୁ ସମାନ 4 ଭାଗ, ସମାନ 5 ଭାଗ, ସମାନ 8 ଭାଗ କିମ୍ବା ଅନ୍ୟ କୌଣସି ସମାନ ଭାଗରେ ଆମେ ବିଭକ୍ତ କରିପାରିବା ନାହିଁ କି? ହଁ, ଆମେ କରିପାରିବା। ଆମେ 1 ଏକକକୁ ଚାହିଁଲେ 4 ଭାଗ, 5 ଭାଗ, 8 ଭାଗରେ ବିଭକ୍ତ ମଧ୍ୟ କରିପାରିବା। 1 ଏକକକୁ 10 ସମାନ ଭାଗରେ ବିଭକ୍ତ କିମ୍ବା 4 ସମାନ ଭାଗରେ ବିଭକ୍ତ କଲେ ସମାନ ଲମ୍ବକୁ କିପରି ଦେଖାଯାଏ ତା ନିମ୍ନରେ ଉଦାହରଣ ତୁଳନା ଦେଖାଯାଇଛି। ଦେଖ, ଏଠାରେ ଗୋଟିଏ ଏକକକୁ ପ୍ରଥମେ ଏଠାରେ 10 ସମାନ ଭାଗ କରାଯାଇଛି। ପ୍ରତ୍ୟେକ ଭାଗ ଗୋଟିଏ ଗୋଟିଏ ଏକକ, କିନ୍ତୁ ଏଠି ସେହି ଗୋଟିଏ ଏକକକୁ 4 ସମାନ ଭାଗ କରାଯାଇ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଛି। ଯଦି ଆହୁରି ଠିକ ମାପ ଆବଶ୍ୟକ ହୁଏ ତେବେ ପ୍ରତ୍ୟେକ ଏକକକୁ 1/4 ପୁନର୍ବାର 4 ସମାନ ଭାଗରେ ବିଭକ୍ତ କରାଯାଇପାରିବ। ପ୍ରତ୍ୟେକ ଭାଗ 1 ଏକକର 1 ବିଭକ୍ତ 16 ଅଂଶ। ଏହି 16 ଅଂଶ ମିଶି 1 ଏକକ ହେବ। ଏଠାରେ ଦେଖ, ଗୋଟିଏ ଏକକୁ ଯଦି ଆହୁରି କ୍ଷୁଦ୍ର ଏକକରେ ପରିଣତ କରିବାକୁ ପଡେ ତେଣୁ ଗୋଟିଏ 4 ସମାନରେ ଭାଗ କରାଗଲା, ସେ 4 ସମାନ ଭାଗରୁ ଗୋଟିଏ ଏକ ଭାଗକୁ ପୁନଶ୍ଚ ଆହୁରି 4 ଭାଗ କରାଯାଇଛି। ଅର୍ଥାତ୍ ଆମେ ପୁରା ଏକକକୁ 16 ସମାନ ଭାଗ କରିପାରିବା। ପ୍ରଶ୍ନ ଅଛି, 1 ଏକକକୁ ପ୍ରତିଥର 10 ଭାଗରେ ବିଭକ୍ତ କରିବା କାହିଁକି? କାରଣ ଭାରତୀୟ ସ୍ଥାନୀୟ ମାନ ଲିଖନ ପ୍ରଣାଳୀରେ 10ର ବିଶେଷ ଭୂମିକା ରହିଛି। ଭାରତୀୟ ସ୍ଥାନୀୟ ମାନ ଲିଖନ ପ୍ରଣାଳୀରେ ଲିଖିତ ଏକ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ପାଇଁ 10ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ ଦେଖ, 284ରେ 2 ହେଉଛି ଶତକ ଅର୍ଥାତ୍ 100 ସ୍ଥାନୀୟ ଅଙ୍କ, 8 ହେଉଛି ଦଶକ ଅର୍ଥାତ୍ 10 ସ୍ଥାନୀୟ ଏବଂ 4 ହେଉଛି ଏକକ 1 ସ୍ଥାନୀୟ ଅଙ୍କ। ଏହା ତୁମେ ବିସ୍ତାରିତ ପ୍ରଣାଳୀ ଲେଖିବା ବିଷୟରେ ଜାଣିଛ। ପ୍ରତ୍ୟେକ ସ୍ଥାନୀୟ ମାନ ଏହାର ଡାହାଣ ପାର୍ଶ୍ୱରେ ଥିବା ସ୍ଥାନୀୟ ମାନର ଦଶଗୁଣ। ଦେଖ, 8 ହେଉଛି 4 ସ୍ଥାନୀୟ ମାନର ଦଶଗୁଣ। ଇଏ ଏକକ ହେଲେ ଇଏ ଦଶକ, ପୁଣି ଇଏ ଦଶକ ହେଲେ ଇଏ ଶତକ। 2ର ସ୍ଥାନୀୟ ମାନ ହେଉଛି 8ର ସ୍ଥାନୀୟ ମାନର ଦଶଗୁଣ। ଦଶକ ସ୍ଥାନୀୟ ମାନ ଆଉ ଶତକ ସ୍ଥାନୀୟ ମାନ, 10ର 10 ଗୁଣ ହେଉଛି 100। ସେମିତି ପ୍ରତ୍ୟେକ ସ୍ଥାନୀୟ ମାନ ଏହାର ଠିକ ବାମ ପାର୍ଶ୍ୱରେ ଥିବା ସ୍ଥାନୀୟ ମାନର 10 ଭାଗ। ତାହେଲେ ଦେଖ, ଏହା କିପରି କରାଯାଇଛି। 10ଟି 1 ହେଲେ 10 ହୁଏ, 10ଟି 10 ହେଲେ 100 ହୁଏ, 10ଟି 100 ହେଲେ 1000 ହୁଏ। ଯଦି ଦେଖ, ଆମେ 1କୁ 10 ଦ୍ୱାରା ଗୁଣନ କରିବା ତାହେଲେ 10 ପାଇବା, ଅର୍ଥାତ୍ ଦଶକ ସ୍ଥାନୀୟ ମାନ ପାଇବା। 10କୁ 10ରେ ଗୁଣିଲେ 100 ପାଇବା, 100କୁ 10ରେ ଗୁଣିଲେ 1000 ପାଇବା ଏବଂ 1000କୁ 10ରେ ଗୁଣିଲେ 10,000 ପାଇବା। ପୁଣି ଯଦି ଆମେ ଭାଗ କରିବା, 10,000କୁ 10ରେ ଭାଗ କଲେ ଆମେ 1000 ପାଇବା, 1000କୁ 10 ଦ୍ୱାରା ଭାଗ କଲେ ଆମେ 100 ପାଇବା, 100କୁ 10 ଦ୍ୱାରା ଭାଗ କଲେ ଆମେ 10 ପାଇବା ଏବଂ 10କୁ 10 ଦ୍ୱାରା ଭାଗ କଲେ ଆମେ 1 ପାଇବା। ସଂଖ୍ୟା ଲେଖିବାର ପ୍ରଣାଳୀ 1 ଠାରୁ ଛୋଟ ଅଂଶରେ ବିସ୍ତାର କରିବା ପାଇଁ ଆମେ 1କୁ 10 ସମାନ ଭାଗରେ ବିଭକ୍ତ କରୁ। ଏଥିରୁ ଆମେ କ'ଣ ପାଉ? ଏହା 1 ଦଶାଂଶ ଅଟେ। ଏହାକୁ ଆହୁରି 10 ଭାଗ କଲେ 1 ଶତାଂଶ ମିଳେ। ବର୍ତ୍ତମାନ ଏହାକୁ ତୁମେ ଚିତ୍ର ମାଧ୍ୟମରେ ଦେଖିନିଅ। 1000କୁ 10 ଦ୍ୱାରା ଭାଗ କଲେ ବା ହରିଲେ 10,000କୁ 10 ଦ୍ୱାରା ଭାଗ କଲେ 1000 ପାଇବା, 1000କୁ 10 ଦ୍ୱାରା ଭାଗ କଲେ ଆମେ 100 ପାଇବା, 100କୁ 10 ଦ୍ୱାରା ଭାଗ କଲେ ଆମେ 10 ପାଇବା, 10କୁ ଯଦି 10 ଦ୍ୱାରା ଭାଗ କରିବା ଆମେ 1 ପାଇବା, 1କୁ ଯଦି ଆମେ ପୁଣି 10 ଦ୍ୱାରା ଭାଗ କରିବା ଆମେ 1 ବିଭକ୍ତ 10 ପାଇବା ଏବଂ 1 ବିଭକ୍ତ 10କୁ ପୁନଃ 10 ଦ୍ୱାରା ଭାଗ କରିବା ଆମେ 1 ବିଭକ୍ତ 100 ପାଇବା। ସେଭଳି ଭାବେ ତାର ବିପରୀତ ପ୍ରକ୍ରିୟା ଅର୍ଥାତ୍ ଗୁଣନ ପ୍ରକ୍ରିୟା କଲେ 1 ବିଭକ୍ତ 10କୁ 10 ଦ୍ୱାରା ଗୁଣନ କଲେ 1 ବିଭକ୍ତ 100କୁ ଆମେ 10 ଦ୍ୱାରା ଗୁଣନ କଲେ ଆମେ 1 ବିଭକ୍ତ 10 ପାଇବା, 1 ବିଭକ୍ତ 10କୁ ଆମେ 10 ଦ୍ୱାରା ଗୁଣନ କଲେ 1 ପାଇବା, 1କୁ 10 ଦ୍ୱାରା ଗୁଣନ କଲେ 10 ପାଇବା, 10କୁ 10 ଦ୍ୱାରା ଗୁଣନ କଲେ 100 ପାଇବା,
ଶହେ କୁ 10 ଦ୍ୱାରା ଗୁଣ କଲେ ଆମେ 1000 ପାଇବା ଏବଂ 1000 କୁ 10 ଦ୍ୱାରା ଗୁଣ କଲେ ଆମେ 10,000 ପାଇବା। ପ୍ରଶ୍ନ ଅଛି ଏହାକୁ ପୁନର୍ବାର ବିସ୍ତାରିତ କରିପାରିବା କି? ଉତ୍ତର ଲେଖିବା ହଁ, ଆମେ ଏହାକୁ ପୁନର୍ବାର ବିସ୍ତାରିତ କରିପାରିବା। ତାହେଲେ 1 ବିଭକ୍ତ 10 କୁ 10 ସମାନ ଭାଗରେ ବିଭକ୍ତ କଲେ କେତେ ହେବ? ଏହା 1 ବିଭକ୍ତ 1000 ହବ। ତାହେଲେ କିପରି ହବ ଦେଖିନିଅ, ଏହାକୁ ଆମେ କିପରି କରିବା? 1 ବିଭକ୍ତ 100 କୁ ଆମେ 10 ସମାନ ଭାଗ କରିବା, ତାହେଲେ ଏଠି ହରଣ କରିବା 10, ତାହେଲେ କେତେ ହେଇଯିବ? 1 ବିଭକ୍ତ 100 ଗୁଣନ ହରଣ ଚିହ୍ନ ଗୁଣନ ଚିହ୍ନ ହେଇଯିବ ଏବଂ 10 ର ବିଭକ୍ତ ଲେଖିବା 1 ବିଭକ୍ତ 10, 10 ର ଗୁଣାତ୍ମକ ବିଲୋମୀ 1 ବିଭକ୍ତ 10, ତାହେଲେ ଯୋଉ 1 ବିଭକ୍ତ 110,000। ତାହେଲେ ଯଦି ଆମେ 1 ବିଭକ୍ତ 100 କୁ ପୁନଶ୍ଚ 10 ସମାନ ଭାଗ କରିବା ତାହେଲେ ହେଇଯିବ 1 ବିଭକ୍ତ 1000 ହୋଇଯିବ। ଏହାକୁ ଏକ ସହସାଂଶ ଭାବେ ପଢାଯାଏ। ଏକ ସହସାଂଶ କହିଲେ 1000 ଭାଗରୁ 1 ଭାଗ, 1000 ସହସାଂଶ ସମାନ 1 ଏକକ, ଅର୍ଥାତ୍ 1000ଟି ସହସାଂଶ ହେଲେ 1 ଏକକ ହେବ। ଦେଖ ଏହା କିପରି ଦେଖାଯାଇଛି? 0 ରୁ 1 ଏକକ ପ୍ରତ୍ୟେକକୁ ଗୋଟେ ଗୋଟେ 10 ଭାଗ କରାଯାଇଛି, 1 ଏକକୁ 10 ଭାଗ କରାଯାଇଛି। ପ୍ରଥମଟି 1 ବିଭକ୍ତ 10, ତାର 2 ବିଭକ୍ତ 10, 3 ବିଭକ୍ତ 10, 4 ବିଭକ୍ତ 10, 5 ବିଭକ୍ତ 10, 6 ବିଭକ୍ତ 10, 7 ବିଭକ୍ତ 10, 8 ବିଭକ୍ତ 10, 9 ବିଭକ୍ତ 10। 6 ବିଭକ୍ତ 10 କୁ ଏବଂ 7 ବିଭକ୍ତ 10 କୁ ନିଆଗଲା, ତାକୁ ବିସ୍ତାରିତ କରି ଲେଖା 6 କୁ 10 ରେ ଗୁଣ ହେଲା 60, 10 କୁ 10 ରେ ଗୁଣ ହେଲା 100, ଶତାଂଶ ଏଠି କରାଯାଇଛି। 7 କୁ 10 ରେ ଗୁଣିଲେ 70, 10 କୁ 10 ରେ ଗୁଣିଲେ 100, ତ 60 ବିଭକ୍ତ 100 ଏବଂ 70 ବିଭକ୍ତ 100 ମଧ୍ୟରେ ତାକୁ 10 ଭାଗ କରାଗଲା, 61 ବିଭକ୍ତ 100, 62 ବିଭକ୍ତ 100, 63 ବିଭକ୍ତ 100, 64 ବିଭକ୍ତ 100, ଏମିତି 70 ବିଭକ୍ତ 100 ଲେଖାଗଲା। ତାକୁ ପୁଣି ସହସାଂଶ କରାଗଲା, 60 ରେ 10 ଗୁଣିଲେ ହେଇଯିବ ଏଇ ଯୋଉ ନିଆଯାଇଛି 66 କୁ, 66 ରେ 10 ଗୁଣିଲେ ହେଇଗଲା 660 ବିଭକ୍ତ 1000 ଏବଂ 67 ରେ 10 ଗୁଣିଲେ ହେଲା 670 ଏବଂ 100 ରେ 10 ଗୁଣିଲେ 1000, ତାହେଲେ 660 ବିଭକ୍ତ 1000, 670 ବିଭକ୍ତ 1000। ଏଇଠୁ ପୁଣି 10 ଭାଗ କରାଯାଇଛି, 661 ବିଭକ୍ତ 1000, 662 ବିଭକ୍ତ 1000, 663 ବିଭକ୍ତ 1000, 664 ବିଭକ୍ତ 1000, 665 ବିଭକ୍ତ 1000, 666 ବିଭକ୍ତ 1000, 667 ବିଭକ୍ତ 1000, 668 ବିଭକ୍ତ 1000 ଏବଂ 669 ବିଭକ୍ତ 1000। এই ଯୋଉ ନାଲି ଗାରଟି ଦେଖାଇଥିଲା ତାହେଲେ ଏହାର ସ୍ଥାନୀୟ ମାନ କେତେ ଦେଖଉଛି? ଏଠି 665 ବିଭକ୍ତ 1000। ପ୍ରତ୍ୟେକ ସୋପାନରେ 10,000 ବାମ ପାର୍ଶ୍ୱ ସ୍ଥାନକୁ ବିସ୍ତାରିତ କଲେ ଏକ ବଡ଼ ସ୍ଥାନୀୟ ମାନ ଏବଂ 1,000 ଦକ୍ଷିଣ ପାର୍ଶ୍ୱ ସ୍ଥାନକୁ ବିସ୍ତାରିତ କଲେ ଏକ କ୍ଷୁଦ୍ର ସ୍ଥାନୀୟ ମାନ ଆମେ ପାଇପାରିବା। এই ବିସ୍ତାରିତ ପ୍ରଣାଳୀ ସମ୍ବନ୍ଧରେ ଆମେ ପୂର୍ବରୁ ଜାଣିସାରିଛେ, ତେଣୁ ଆମେ ସଂଖ୍ୟା ଲେଖିବା ଏହି ପଦ୍ଧତି ଦଶମିକ ପଦ୍ଧତି କୁହାଯାଏ, କାରଣ ଏହା ସଂଖ୍ୟା 10 ଉପରେ ଆଧାରିତ। ଲାଟିନ ଭାଷାରେ ଡେସିମ୍ ଅର୍ଥ 10, ଯାହା ସଂସ୍କୃତ ଶବ୍ଦ 10 ସହିତ ସମାନ। ଓଡ଼ିଆ, କୋଙ୍କଣୀ, ମରାଠୀ, ଗୁଜୁରାଟୀ, ହିନ୍ଦୀ, କାଶ୍ମୀର, ବୋଡୋ ଓ ଆସାମୀ ଭଳି ଅନେକ ଭାରତୀୟ ଭାଷାରେ 10 ବୋଲି ପଢ଼ାଯାଏ। ଆମେ ପରବର୍ତ୍ତୀ ଶ୍ରେଣୀରେ ସଂଖ୍ୟା ଲେଖିବାରେ ଅନ୍ୟାନ୍ୟ ଉପାୟ ବିଷୟରେ ଶିଖିବା। ତାହେଲେ ଦେଖ କେତେ ବଡ଼, ଆମେ ଭଗ୍ନାଂଶ ବିଷୟରେ ସମାନ ପ୍ରକାର ପ୍ରଶ୍ନ ପଚାରି ପାରିବା। ତାହେଲେ କେତୋଟି ସହସାଂଶ ହେଲେ 1 1 ହେବ? ତାହେଲେ ଆସ ସେ ବିଷୟରେ ଉତ୍ତର ଦେଖିନେବା। କେତୋଟି ସହସାଂଶ ହେଲେ 1 1 ହେବ? ତାହେଲେ ଆମେ କଣ କରିବା? 1 କୁ ହରିବା 1 ସହସାଂଶ ସହିତ। 1 ସହସାଂଶ କହିଲେ 1 ବିଭକ୍ତ 1000, ଲେଖିବା 1 ଗୁଣନ, ଏଇଟାକୁ ଉଲ୍ଟେଇ ଦେବା 1000 ବିଭକ୍ତ 1 କରିବା, 1 1 କଟିଯିବ, ତାହେଲେ 1000ଟି। ତାହେଲେ ଲେଖିବା 1000ଟି ସହସ୍ରାଂଶ ହେଲେ 1 1 ହେବ। 1000ଟି ସହସ୍ରାଂଶ ହେଲେ 1 1 ହେବ। ବିନା ପ୍ରଶ୍ନ ଦେଇଛି କେତୋଟି ସହସ୍ରାଂଶ ହେଲେ 1 ଦଶାଂଶ ହେବ? କେତୋଟି ସହସ୍ରାଂଶ ହେଲେ 1 ଦଶାଂଶ ହେବ? ତାହେଲେ ଆମେ 1 ଦଶାଂଶ ଲେଖିବା 1 ବିଭକ୍ତ 10 ହରିବା 1 ସହସ୍ରାଂଶ, 1 ବିଭକ୍ତ 1000। ତ ଲେଖିବା 1 ବିଭକ୍ତ 10 ପ୍ରଥମ ଭଗ୍ନାଂଶ ଯାହା ଅଛି ସେପରି ରହିଲା, ହରଣ ଚିହ୍ନଟା ଗୁଣନ ଚିହ୍ନ ହେଇଯିବ, ଆଉ ଏଇଟା ଉଲ୍ଟେଇ ଦେବା 1000 ବିଭକ୍ତ 1, ଏଇଟା 1 1 କଟିଗଲା, 10 ଦ୍ୱାରା 1000 କାଟିଲା
ଶହେ ରାଇଟ୍ ଲେଖିବା 100ଟି। ତାପରେ ଲେଖିବା 100ଟି ଏକ ସହସ୍ରାଂଶ ହେଲେ 100ଟି ସହସ୍ରାଂଶ ହେଲେ ଏକ ଦଶାଂଶ ହେବ। ବର୍ତ୍ତମାନ ସି ନମ୍ବର ପ୍ରଶ୍ନ ଦେଖିବା। ସି ନମ୍ବରଟା ଅଛି କେତୋଟି ସହସ୍ରାଂଶ ହେଲେ ଏକ ଶତାଂଶ ହେବ। ବର୍ତ୍ତମାନ ଆମେ ଏକ ଶତାଂଶ ଲେଖିବା 1 ବିଭକ୍ତ 100 ହରଣ କରିବା ଏକ ସହସ୍ରାଂଶ 1 ବିଭକ୍ତ 1000 ସମାନ ଦେବା 1 ବିଭକ୍ତ 100 ଗୁଣନ 1000 ବିଭକ୍ତ 1। 1 କଟିଗଲା 100 ଦ୍ୱାରା 1000 କାଟିଲେ ହେବ 10। ତାହେଲେ ଲେଖିବା 10ଟି। ତାପରେ ଲେଖିବା 10ଟି ସହସ୍ରାଂଶ ହେଲେ ଏକ ଶତାଂଶ ହେବ। ଦି ନମ୍ବର ପ୍ରଶ୍ନ ଅଛି କେତୋଟି ଦଶାଂଶ ହେଲେ 10 ହେବ। କେତୋଟି ଦଶାଂଶ ହେଲେ 10 ହେବ। ତ ଲେଖ ଦି ନମ୍ବର ଆମେ 10 ହେବା ପାଇଁ କେତୋଟି ଦଶାଂଶ ଦରକାର ନା 10 ହରଣ 1 ବିଭକ୍ତ 10। 10 ହବ ଆମର କେତୋଟା ଦଶାଂଶ ଦରକାର ଦେଖିବା। ଲେଖିବା 10 ଗୁଣନ 10 ବିଭକ୍ତ 1 ତୁମେ ମଧ୍ୟ ହର 1 ନ ଲେଖି ମଧ୍ୟ ପାର। ତାହେଲେ ଏଠି 10 ଦ୍ୱାରା 100 ବିଭକ୍ତ 1 ଅର୍ଥାତ୍ ସେ 100ଟି। ଏଠାରେ 1 ଲେଖିଲେ ଚଳିବ ନ ଲେଖିଲେ ମଧ୍ୟ ଚଳିବ। ଲେଖିବା 100ଟି ଦଶାଂଶ ହେଲେ 10 ହେବ। 100ଟି ଦଶାଂଶ ହେଲେ 10 ହେବ। ଏବଂ ଇ ନମ୍ବର ପ୍ରଶ୍ନ ଦେଇଛି କେତୋଟି ଶତାଂଶ ହେଲେ 10 ହେବ। ଲେଖ 3 ନମ୍ବର କେତୋଟି ଶତାଂଶ ହେଲେ 10 ହେବ। ଆମେ ଲେଖିବା ତାହେଲେ 10 ହରଣ 1 ବିଭକ୍ତ 100। ତାହେଲେ କରିବା 10 ଗୁଣନ 100 ବିଭକ୍ତ 1 100 ଦଶା 1000 ବିଭକ୍ତ 1 1000ଟି। ଲେଖିବା 1000ଟି ଶତାଂଶ ହେଲେ 10 ହେବ। এইଭଳି ଭାବେ ଆମେ ପ୍ରଶ୍ନର ଗୁଡ଼ିକ ଉତ୍ତର କରିବା। ଏହାପରେ ଅଛି ଆସ ସଂଖ୍ୟାକୁ ସଂକେତରେ ଚିହ୍ନାଇବା ପଢିବା ଓ ଲେଖିବା। ଆମେ ସଂଖ୍ୟା ଗୁଡ଼ିକ ନିର୍ଦ୍ଦିଷ୍ଟ ରୂପରେ ଲେଖିବା ଯେପରି 4 ଗୁଣନ 100 5 ଗୁଣନ 10 6 ଗୁଣନ 1 ଲେଖିବା ପରିବର୍ତ୍ତେ ଆମେ 456 ଲେଖୁ। ଏଠାରେ ବିସ୍ତାରିତ ପ୍ରଣାଳୀ ଦେଇଛି ଏଠାରେ ଏହାକୁ ସଂଖ୍ୟା ପରେ ଲେଖିଲା। ସେହିପରି ଏକ ଦଶାଂଶ ଏକ ଶତାଂଶକୁ ବାଦ ଦେଇ ଲେଖିପାରିବା କି 4 ପୂର୍ଣ୍ଣ 2 ବିଭକ୍ତ 10 42 ଭାବରେ 2 ଗୁଣନ 1 ବିଭକ୍ତ 10ରେ 1 10କୁ ବାଦ ଦେଇ ଲେଖିପାରିବା କି ନା ଆମେ ଏହାକୁ ଏପରି ଲେଖିପାରିବା ନାହିଁ। ଯଦି ହଁ ତେବେ ଆମେ କିପରି ଜାଣିବୁ ଯେ 42ର ଅର୍ଥ ହେଉଛି 4 10 2 1 କିମ୍ବା 4 1 2 10। ଆମେ 4 ପୂର୍ଣ୍ଣ 2 10କୁ 42 ଭାବରେ ଲେଖିପାରିବା ନାହିଁ। ସେହିପରି 705ର ଅର୍ଥ ହେଉଛି 700 0 10 5 1 ଅର୍ଥାତ୍ 700 ଯୁକ୍ତ 0 ଯୁକ୍ତ 5। 7 10 0 1 5 ଦଶାଂଶ କହିଲେ ଏମିତି ହେଇପାରିବ ନାହିଁ। 7 1 0 ଦଶାଂଶ 5 ଶତାଂଶ ଏମିତି ଲେଖିଲେ 7 1 କହିଲେ 7 0 ଦଶାଂଶ କହିଲେ ଦଶାଂଶ ସ୍ଥାନରେ ଦଶମିକ ପରେ ଠିକ୍ ଡାହାଣ ପଟକୁ ରହିବ 0 ତାପରେ ରହିବ 5 ଶତାଂଶ। 7 10 0 1 5 ଦଶାଂଶ କହିଲେ 7 10 କହିଲେ 70 0 1 କହିଲେ 0 5 ଦଶାଂଶ କହିଲେ ଦଶମିକର ଠିକ୍ ଡାହାଣ ପଟ ସ୍ଥାନରେ ଅର୍ଥାତ୍ ଦଶାଂଶ ସ୍ଥାନରେ 5 ରହିବ। ଯେହେତୁ ଏଗୁଡ଼ିକ ଭିନ୍ନ ଭିନ୍ନ ପରିମାଣ ଅଟେ ତେଣୁ ଆମକୁ ସେଗୁଡ଼ିକ ଲେଖିବା ପାଇଁ ଏକ ସ୍ୱତନ୍ତ୍ର ଉପାୟ ଅବଲମ୍ବନ କରିବା ଆବଶ୍ୟକ। ସ୍ଥାନୀୟ ମାନ ଚିହ୍ନଟ ବା ଜାଣିବା ପାଇଁ ପୂର୍ଣ୍ଣ ସଂଖ୍ୟାର ଶେଷରେ ଏବଂ ଭଗ୍ନ ସଂଖ୍ୟା ଆରମ୍ଭ ସ୍ଥାନରେ ଆମେ ଏକ ବିନ୍ଦୁ ଚିହ୍ନକୁ ବିଭାଜକ ଭାବରେ ବ୍ୟବହାର କରୁ ଯାହାକୁ ଦଶମିକ ବିନ୍ଦୁ କୁହାଯାଏ। ତାହେଲେ କେତେକ ଉଦାହରଣ ଦେଖିନିଅ। 705 705 ଲେଖା ହେଇଥିଲା ଆଉ ଦଶମିକ ପଏଣ୍ଟ 705 ଲେଖାଯିବ। ଏହାର କୌଣସି ଭଗ୍ନ ସଂଖ୍ୟା ନଥିବାରୁ ଏଠାରେ ଦଶମିକ ଚିହ୍ନ ବ୍ୟବହାର କରାଗଲା ନାହିଁ। 7 10
ପାଞ୍ଚ ଦଶାଂଶ। 7 10 କହିଲେ 70 ଏବଂ 1 ସ୍ଥାନ ତାର ଶୂନ ରହୁଛି। 5 ଦଶାଂଶ କହିଲେ ଏହା ଏକ ଭଗ୍ନ ସଂଖ୍ୟା ଆକାରରେ ଆସିଲା, ତେଣୁ ଦଶମିକ ପରେ 5 ଲେଖାଯିବ। ତେଣୁ 70.5। 7 1 5 ଶତାଂଶ, 7 1 କହିଲେ 7 ଦଶାଂଶ ସ୍ଥାନରେ ରହୁଛି ଶୂନ, ଯେହେତୁ ଶତାଂଶ ସ୍ଥାନରେ ପୂର୍ବ ଦଶାଂଶ ସ୍ଥାନ ଏବଂ ଦଶାଂଶ ସ୍ଥାନରେ କିଛି ଦେଇନାହିଁ, ତେଣୁ ଆମେ ଶୂନ ଲେଖିଲେ ଏବଂ ଶତାଂଶ ସ୍ଥାନରେ 5 ଲେଖିଲେ। ତେଣୁ ଏହା 7.05। ସେହିପରି এই ସଂଖ୍ୟାକୁ ସ୍ଥାନୀୟ ମାନ ଅନୁସାରେ ଲେଖିଲେ ଦଶମିକ ସଂଖ୍ୟା ଶତକ, ଦଶକ, ଏକକ, ତାପରେ ଦଶାଂଶ, ଶତାଂଶ। 705 7 ଅଛି 100 ସ୍ଥାନରେ, ତେଣୁ 7 ଗୁଣନ 100। ଦଶକ ସ୍ଥାନରେ 0 ଅଛି, ତେଣୁ 0 ଗୁଣନ 10 ଏବଂ ଏକକ ସ୍ଥାନରେ 5 ଅଛି, ତେଣୁ 5 ଗୁଣନ 1। ଏଠୁ ଦଶମିକ ଚିହ୍ନ ବ୍ୟବହାର କରାଯାଇଛି। ଏହାର ଦଶମିକ ପରେ କିଛି ଅଙ୍କ ନଥିବାରୁ ଏବଂ ଦଶମିକ ପରକୁ ଏହାକୁ ଆସିଲା ନାହିଁ। 70.5 7 ଅଛି ଦଶକ ସ୍ଥାନରେ, ତେଣୁ 7 ଗୁଣନ 10। 0 ଅଛି ଏକକ ସ୍ଥାନରେ, ତେଣୁ 0 ଗୁଣନ 1। 5 ଅଛି ଦଶାଂଶ ସ୍ଥାନରେ, ତେଣୁ ଦଶମିକ ବିନ୍ଦୁ ଦିଆ ପରେ 5 ଗୁଣନ 1 ହୁଏତ 10, ବା ଆମେ ଏହାକୁ 5 10 ବୋଲି ମଧ୍ୟ ଲେଖିପାରିବା। ତାପରେ ଅଛି 7.05। 7 ହେଉଛି ଏକକ ସ୍ଥାନରେ, ତେଣୁ ଏକକ ସ୍ଥାନରେ 7 ଗୁଣନ 1 ଲେଖା ହେଲା, ତ ଦଶମିକ ବିନ୍ଦୁ ଦିଆଗଲା। 0 ଅଛି ଦଶାଂଶ ସ୍ଥାନରେ, ତେଣୁ 0 ଗୁଣନ 1 ହୁଏତ 10 ବା 0 10 ଲେଖିପାରିବା। 5 ଅଛି ଶତାଂଶ ସ୍ଥାନରେ, 5 ଗୁଣନ 1 ହୁଏତ 100 ବା 5 ବିଭକ୍ତ 100 ବୋଲି ମଧ୍ୟ ଲେଖିପାରିବା। ତେଣୁ ଦେଖ ଦଶମିକ ବିନ୍ଦୁର ଠିକ ବାମକୁ ରହୁଛି ଏକକ ସ୍ଥାନର ଅଙ୍କ, ତା ବାମକୁ ରହିବ ଦଶକ ସ୍ଥାନର ଅଙ୍କ, ତା ବାମକୁ ରହିବ ଶତକ ସ୍ଥାନର ଅଙ୍କ, ତା ବାମକୁ ରହିବ ହଜାର ସ୍ଥାନର ଅଙ୍କ। ଏବଂ ଦଶମିକ ବିନ୍ଦୁର ଠିକ ଡାହାଣକୁ ପ୍ରଥମେ ଆସିବ ଦଶାଂଶ ଅଙ୍କ, ତାପରେ ଶତାଂଶ ଅଙ୍କ, ତାପରେ ସହସ୍ରାଂଶ ଅଙ୍କ, ଏମିତି ଭାବରେ ଆସିବ। ଏହିପରି ଦଶମିକ ଚିହ୍ନଟି ହେଉଛି ଭାରତୀୟ ସ୍ଥାନୀୟ ମାନ ଲିଖନ ପଦ୍ଧତିର ଏକ ସ୍ୱାଭାବିକ ବିସ୍ତାର ଭଗ୍ନାଂଶ ଅଂଶ ଥିବା ବେଳେ ସଂଖ୍ୟା ଗୁଡ଼ିକ ପାଇଁ। 705 କୁ 705, ପୁଣି 70.5 କୁ 70.5 ବା 7.5 ଦଶାଂଶ ଭାବରେ ପଢ଼ାଯାଏ। 7.05 କୁ 7.05 ବା 7.15 ଶତାଂଶ ବୋଲି ପଢ଼ାଯାଏ। 0.274 କୁ 0.274 ବା ଏହାକୁ 0.274 ବୋଲି ପଢିବା ନାହିଁ, କାହିଁକିନା ଦଶମିକ ପରେ ପ୍ରତ୍ୟେକ ଅଙ୍କକୁ ଗୋଟି ଗୋଟି କରି ପଢାଯାଏ, ସ୍ଥାନୀୟ ମାନ ଅନୁଯାୟୀ ପଢାଯାଏ ନାହିଁ। କାରଣ 0.274 ଅର୍ଥ 274 ସ୍ଥାନୀୟ ମାନ ଯଥାକ୍ରମେ 2 ଦଶାଂଶ, 7 ଶତାଂଶ ଓ 4 ସହସ୍ରାଂଶ ଅଟେ। ତାହେଲେ ବର୍ତ୍ତମାନ ତୁମମାନଙ୍କ ପାଇଁ ପ୍ରଶ୍ନ ରହିଛି, ଏକ ସ୍ଥାନୀୟ ମାନ ସାରଣୀ ପ୍ରସ୍ତୁତ କର ଓ ପ୍ରତ୍ୟେକ ଦଶମିକ ରୂପରେ ଓ ସ୍ଥାନୀୟ ମାନ ଅନୁଯାୟୀ ଲେଖ ଏବଂ ପଢ। ମୁଁ ତୁମମାନଙ୍କ ପାଇଁ ଏଇଠି ଖାତାରେ କରିଦେଇଛି, ତୁମମାନେ ଏହାକୁ ଭଲସେ ଦେଖିନିଅ। ପ୍ରଥମ ଅଛି 2 1 3 ଦଶାଂଶ 5 ସହସ୍ରାଂଶ, ତା ଅଛି 1.5 ଦଶାଂଶ 4 1 6 ଶତାଂଶ। ଏଇଭଳି ଭାବେ ଏଚ୍ ଯାଏ ପ୍ରଶ୍ନ ରହିଛି, ତାମାନେ ସ୍ଥାନୀୟ ମାନ ସାରଣୀରେ ଏହାକୁ ଦେଖିନିଅ। ଏଇଭଳି ଆମେ ସ୍ଥାନୀୟ ମାନ ସାରଣୀ କରିବା। ପ୍ରଥମେ ଆମେ ଏ ବି ସି ଡି ଏ ଜି ଏଚ୍ ଯାଏ ଲେଖିବା, ତାପରେ ଲେଖିବା ଦଶମିକ ସଂଖ୍ୟା, ଶତକ, ଦଶକ, ଏକକ ସ୍ଥାନୀୟ ଅଙ୍କ, ତାପରେ ଦଶମିକ ବିନ୍ଦୁ ପାଇଁ ଗୋଟେ ଘର କରିବା, ଦଶାଂଶ, ଶତାଂଶ, ସହସ୍ରାଂଶ। ପ୍ରଥମେ ଲେଖିବା ହବ 2.35, ଏକକ ଘରେ ଲେଖିବା 2, ଦଶାଂଶ ଘରେ 3, ଶତାଂଶ ଘରେ 5। ତାପରେ ହବ 10.5, ଦଶକ ଘରେ 1, ଏକକ ଘରେ 0 ଏବଂ ଦଶାଂଶ ଘରେ 5। 4.06, ଏକକ ଘରେ ଲେଖିବା 4, ଦଶାଂଶ ଘରେ 0, ଶତାଂଶ ଘରେ 6। 101.01, ଶତକ ଘରେ 1, ଦଶକ ଘରେ 0, ଏକକ ଘରେ 1, ଦଶାଂଶ ଘରେ 0, ଶତାଂଶ ଘରେ 1। ତାପରେ 0.98 ହେବ, ଏକକ ଘରେ 0, ତାପରେ ଦଶାଂଶ ଘରେ 9, ଶତାଂଶ ଘରେ 8। 0.05, ଏକକ ଘରେ 0, ତାପରେ ଦଶାଂଶ ଘରେ 0, ଶତାଂଶ ଘରେ 5। 0.1, ଏକକ ଘରେ ଲେଖିବା 0, ଦଶାଂଶ ଘରେ ଲେଖିବା 1। ତାପରେ ଭଗ୍ନାଂଶ ଆକାର ଦେଇଛି, ତାକୁ ଲେଖିଲେ ହବ 13.117, ଅର୍ଥାତ୍ ଦଶକ ଘରେ ଲେଖିବା 1, ଏକକ ଘରେ ଲେଖିବା 3, ଦଶାଂଶ ଘରେ 1, ଶତାଂଶ ଘରେ 1 ଏବଂ ସହସ୍ରାଂଶ ଘରେ 7। ଏଇଭଳି ଆମେ ସାରଣୀଟି କରି ସଂଖ୍ୟା ଗୁଡ଼ିକୁ ସଜାଡ଼ି ଲେଖିବା। ଆସ ବଡ଼ ବଡ଼ ସଂଖ୍ୟାକୁ ଲେଖିବା। କିନ୍ତୁ 2300 କିପରି ଲେଖିବା? ଆମେ 23 ଗୁଣନ 100 କରିପାରିବା, କିମ୍ବା 2000 ଯୁକ୍ତ 300 ଅର୍ଥାତ୍ 2300 ଲେଖିପାରିବା। ଆଉ ସ୍ଥାନୀୟ ମାନ ସାରଣୀ ସଜାଇଲେ 2300 ତା ଶତକ ଘରେ ଲେଖା 23,
ଯଦି ଆମେ ପୁରା ବିସ୍ତାରିତ କରି ଲେଖିବା ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଅନୁଯାୟୀ ତାହେଲେ 2 ରହିବ ସହସ୍ର ଅର୍ଥାତ୍ 1000 ସ୍ଥାନରେ, 3 ରହିବ ଶତକ ସ୍ଥାନରେ, ଦଶକ ସ୍ଥାନରେ 0 ଏବଂ ଏକ ସ୍ଥାନରେ 0। ସେପରି 23 ଗୁଣନ 10 ଅର୍ଥାତ୍ 200 ଯୁକ୍ତ 30 ସମାନ 230 ହେବ। 23 ଏଠି ଦଶକ ସ୍ଥାନରେ ଲେଖିଦେଇ 23, କିନ୍ତୁ ଯେତେବେଳେ ଆମେ 230 ଅର୍ଥାତ୍ ପ୍ରତ୍ୟେକ ସ୍ଥାନୀୟ ସଂଖ୍ୟାକୁ ସ୍ଥାନୀୟ ମାନ ଅନୁସାରେ ଲେଖିବା, ଶତକ ସ୍ଥାନରେ ରହିବ 2, ଦଶକ ସ୍ଥାନରେ ରହିବ 3 ଏବଂ ଏକ ସ୍ଥାନରେ 0। ତାପରେ ଅଛି 234 ଦଶାଂଶକୁ ଦଶମିକ ରୂପରେ କ୍ୟାପିଟାଲ ଲେଖିବା। 234 ଦଶାଂଶ ଅର୍ଥାତ୍ 234 ବିଭକ୍ତ 10। ତୁମେମାନେ ଏହାକୁ ସହଜରେ ଦଶମିକ କରିବା ପାଇଁ ଚାହିଁଲେ ମଧ୍ୟ ଦେଖ ଏଇଠି ଲେଖିଦେଇ ପାରିବା। କିପରି କରିବା? 234 ବିଭକ୍ତ 10 ଅର୍ଥାତ୍ ଏଠି 1ରେ ଗୋଟିଏ ଶୂନ ଦିଆହେଇଛି। ତୁମେ ଚାହିଁଲେ ଲବର ଡାହାଣ ପଟୁ ଗୋଟିଏ ଅଙ୍କ ଛାଡ଼ି ଦଶମିକ ଦେଇପାରିବ। ହେଇଯିବ 23.4। କିନ୍ତୁ ସେ କିପରି ତୁମମାନଙ୍କ ପାଇଁ କରିଛି? ପ୍ରତ୍ୟେକ ଲବରେ ଥିବା ପ୍ରତ୍ୟେକ ଅଙ୍କକୁ ତାର ସ୍ଥାନୀୟ ମାନ ଅନୁଯାୟୀ ଲେଖିଲା ଏବଂ ହର 10 ରଖିଲା। ଅର୍ଥାତ୍ 2 ଅଛି ଶତକ ସ୍ଥାନରେ, 200 ବିଭକ୍ତ 10 ଏବଂ 30 ବିଭକ୍ତ 10, 4 ବିଭକ୍ତ 10। 200କୁ 10 ଦ୍ୱାରା ଭାଗ କଲେ ହେଇଗଲା 20, 30କୁ 10 ଦ୍ୱାରା ଭାଗ କଲେ ହେଲା 3 ଏବଂ 4 ବିଭକ୍ତ 10 ଏମିତି ରଖିଲା। 20, 3, 23.4। 4 ଦଶାଂଶ ସ୍ଥାନ ଥିବାରୁ 23.4। ଏଠି ସ୍ଥାନୀୟ ମାନ ସରଳ ଦେଉଛି ଦଶାଂଶ 234 ଦଶାଂଶ, ଦଶକ ସ୍ଥାନରେ 2, ଏକ ସ୍ଥାନରେ 3 ଏବଂ ଦଶାଂଶ ସ୍ଥାନରେ 4। ତାହେଲେ ଅଛି ନିମ୍ନ ସଂଖ୍ୟା ଗୁଡ଼ିକୁ ଦଶମିକ ରୂପରେ ଲେଖ। 234 ଶତାଂଶ ଏବଂ 105 ଦଶାଂଶ। ଆପଣ ଏହାକୁ ଦଶମିକ ଆକାରରେ ଲେଖିବା। ତାହେଲେ ପ୍ରଥମେ ଦେଖ ଅଛି 234 ଶତାଂଶ। 234 ଶତାଂଶ କହିଲେ 234 ବିଭକ୍ତ 100 ଲେଖିଲେ। ତାହେଲେ ପ୍ରତ୍ୟେକ ଅଙ୍କକୁ ଆମେ ସ୍ଥାନୀୟ ମାନ ଅନୁଯାୟୀ 234 ଦଶାଂଶ ଅଛି ସ୍ଥାନୀୟ ମାନ ଅନୁଯାୟୀ ଲେଖିଦେବା। ତାପରେ ତାର ହର 100 ରଖିବା। 200 ସ୍ଥାନରେ ଅଛି ଲେଖିଲେ 200, ପୁଣି 3 30 ଲେଖିଲେ ଦଶକ ସ୍ଥାନରେ 30 ଏବଂ 4 ଏକ ସ୍ଥାନରେ ଥିବାରୁ 4 ବିଭକ୍ତ 100 ରଖିଲେ। ବର୍ତ୍ତମାନ ପ୍ରତ୍ୟେକକୁ ଭାଙ୍ଗିଦେବା। 200 ବିଭକ୍ତ 100 କରିବା, ପୁନଶ୍ଚ ମିଶ୍ରଣ ଦେଇ 30 ବିଭକ୍ତ 100 କରିବା, ପୁନଶ୍ଚ ମିଶ୍ରଣ ଦେଇ 4 ବିଭକ୍ତ 100 କରିବା। ଦେଖ 200କୁ 100 ଦ୍ୱାରା ଭାଗ କଲେ ହେଲା 2 ହେଇଗଲା। ଏଠି 3ରୁ ଗୋଟିଏ ଶୂନ ଏବଂ 1ରୁ ଗୋଟିଏ ଶୂନ କାଟିଦେଲା ପରେ ଆଉ ବଳିଲା 3 ବିଭକ୍ତ 10, ଏଠି ବଳିଲା 4 ବିଭକ୍ତ 100। ଅର୍ଥାତ୍ 2 ହେଉଛି ଏকক ସ୍ଥାନୀୟ ଅଙ୍କ, 3 ହେଉଛି ଦଶାଂଶ ସ୍ଥାନୀୟ ଅଙ୍କ, 4 ହେଉଛି ଶତାଂଶ ସ୍ଥାନୀୟ ଅଙ୍କ। ତାହେଲେ 2 1 3 ଦଶାଂଶ 4 ଶତାଂଶ ହେଲେ ହବ 2.34। ତୁମେମାନେ ମଧ୍ୟ ଏହାକୁ ଏଠି ସହଜରେ ମଧ୍ୟ ଏତେ ଯଦି ନ କରିପାରିବ ତୁମେ ସହଜରେ ଜାଣିବା ପାଇଁ ମଧ୍ୟ କରିପାରିବ। ଦେଖ ଏଠି କଲେ କ'ଣ ହବ? 234 ଶତାଂଶ 234 ବିଭକ୍ତ 100 ଅର୍ଥାତ୍ ହର 100 ଅଛି। ଅର୍ଥାତ୍ 1ରେ 2ଟା ଶୂନ ଅଛି। କୌଣସି ସଂଖ୍ୟାକୁ ଯଦି 100 ଦ୍ୱାରା ଭାଗ କରିବାର ଅର୍ଥ ତାହାର ଡାହାଣ ପଟୁ 2ଟି ଅଙ୍କ ଛାଡ଼ି ଦଶମିକ ଦେଇଦେବା। ଏଠି 2.34 ଏମିତି ମଧ୍ୟ କରିପାରିବ। ତାପରେ B ନମ୍ବର ପ୍ରଶ୍ନ ଦେଖ। B ନମ୍ବର ଅଛି 105 ଦଶାଂଶ। ତ 105 ଦଶାଂଶ କହିଲେ 10 ହରିବା 105 ବିଭକ୍ତ 10। ତାହେଲେ ଏ 100 ଶୂନ ଲେଖିବାର ଆବଶ୍ୟକତା ନାହିଁ। 100 ଯୁକ୍ତ 5 ବିଭକ୍ତ 10। ଆମେ ଏହା କରିବା 100 ବିଭକ୍ତ 10 ଯୁକ୍ତ 5 ବିଭକ୍ତ 10। 100କୁ 10 ଦ୍ୱାରା ଭାଗ କଲେ ହେଇଯିବ 10 ଏବଂ ଦଶାଂଶ ସ୍ଥାନରେ 5 ରହିବ। 5 ବିଭକ୍ତ 10 ରହିଲା। ଆମେ ଲେଖିଲେ 1 10 5 ଦଶାଂଶ। ହେଇଯିବ 10.5। ତୁମେମାନେ ମଧ୍ୟ 105 ବିଭକ୍ତ 10 ଯେହେତୁ 1ରେ ଗୋଟିଏ ଶୂନ ଅଛି, ଲବର ଡାହାଣ ପଟୁ ଗୋଟିଏ ଅଙ୍କ ଛାଡ଼ି ଦଶମିକ ଦେବା। ତାହେଲେ 10.5 ହୋଇଯିବ। ଏହାପରେ ଦେଖ ମାପର ଏକକ, ଦୈର୍ଘ୍ୟ ମାପର ଏକକରେ ଦଶମିକ ସଂଖ୍ୟା। ଆମେ ଦୈର୍ଘ୍ୟ ବା ଲମ୍ବ ମାପ ପାଇଁ ସ୍କେଲ ବ୍ୟବହାର କରୁ। ଆମେ ଜାଣିଛୁ ଯେ 1 ସେମି ସମାନ 10 ମିମି ଅର୍ଥାତ୍ 10 ମିଲିମିଟର। ତୁମେ ଯେତେବେଳେ ସ୍କେଲ ଦେଖିବ 1ରୁ 2 ସେମି, 2ରୁ 3 ସେମି ଯେଉଁ ଲେଖାଥିବ ତା ଭିତରେ ପ୍ରତ୍ୟେକ ସ୍ଥାନକୁ ପୁନଶ୍ଚ 10 ରେଖା ଭାଗରେ ବିଭକ୍ତ କରାଯାଇ ଛୋଟ ଛୋଟ ଗାର ଦିଆଯାଇଛି। ଅର୍ଥାତ୍ ପ୍ରତ୍ୟେକ ଛୋଟ ଗାର ମଧ୍ୟରେ ଥିବା ପାର୍ଥକ୍ୟ ହେଉଛି 1 ମିଲିମିଟର। 1 ମିଲିମିଟର ଯେ କେତେ ସେଣ୍ଟିମିଟର? 1 ମିଲିମିଟର ହେଉଛି 1 ବିଭକ୍ତ 10 ସେମି ବା 0.1 ସେମି ଅର୍ଥାତ୍ 1 ସେମିର 1 ଦଶାଂଶ। 5 ମିଲିମିଟରକୁ ସେମି କରିବା। 12 ମିଲିମିଟର କେତେ ସେମି? 5 ମିଲିମିଟର ହେଉଛି 5 ବିଭକ୍ତ 10 ସେମି ବା 0.5 ସେମି। 12 ମିଲିମିଟର ହେଉଛି ପ୍ରଥମେ 10 ମିଲିମିଟର ପୁନଶ୍ଚ 2 ମିଲିମିଟର। 10 ମିଲିମିଟର ହେଲେ 1 ସେମି ହେଇଯିବ ଏବଂ 2 ମିଲିମିଟର ଯିଏ 2 ବିଭକ୍ତ 10 ସେମି ଅର୍ଥାତ୍ 1.2 ସେମି। ଯାଇଛି 5.6 ସେମି ଯେ କେତେ ମିଲିମିଟର? 1 ସେମି ହେଉଛି 10 ମିଲିମିଟର। ତ 5.6 ସେମି 5 ସେମି ଯୁକ୍ତ 0.6 ସେମି। 5 ସେମି ହେଉଛି 50 ମିଲିମିଟର ଯୁକ୍ତ 0.6 ହେଲା 6 ମିଲିମିଟର ଅର୍ଥାତ୍ 56 ମିଲିମିଟର।
କିମ୍ବା ତୁମେ ମଧ୍ୟ ଏହାକୁ ସିଧାସଳଖ 10 ଗୁଣିକି କରିପାରିବ। 5.6 ସେମି କୁ ଯେତେ ମିଲିମିଟର କରିବା ଆମେ 10 ଗୁଣିଦେବା। କୌଣସି ସଂଖ୍ୟାରେ ଆମେ 10 ଗୁଣିବା ଯେତେବେଳେ ଦଶମିକ ବିନ୍ଦୁଟେ ଗୋଟେ ସ୍ଥାନ ଡାହାଣକୁ ଘୁଞ୍ଚି ଆସିବ, ଅର୍ଥାৎ ଏଠି 56 ମିଲିମିଟର। ଏହାକୁ ମିଲିମିଟର କଲାବେଳେ 10 ଗୁଣୁଛେ, 5 କତିରେ ଥିଲା, ଗୋଟେ ସ୍ଥାନ ଡାହାଣ ଏଠି ପଳେଇ ଆସିବ। ଏଠି ଆଉ ଆଡୁ କିଛି ଲେଖିବା ଦରକାର ନାହିଁ, 56 ମିଲିମିଟର। ତାହେଲେ ଶୂନ୍ୟ ସ୍ଥାନ ପୂରଣ କରିବାକୁ ଦେଇଛି 12 ମିଲିମିଟର। 1.2 ସେମି 56 ମିଲିମିଟର, 5.6 ସେମି, ତାହେଲେ 70 ମିଲିମିଟର କେତେ ହେଇଯିବ ପିଲାମାନେ? 70 ମିଲିମିଟର ହେଇଯିବ 7 ସେମି। ଯଦି ମିଲିମିଟରକୁ ସେମି କଲାବେଳେ ଆମେ 10 ହରିବା, ମିଲିମିଟର ସେମି କଲାବେଳେ 10 କରି ହରିବା, 70 ବିଭକ୍ତ 10, ଗୋଟେ ଶୂନ କଟିଗଲେ ହେଇଯିବ 7 ସେମି। 0.9 ସେମି ଦେଇଛି, ତେଣୁ ଏଇଟା 9 ମିଲିମିଟର ଲେଖିବା। 134 ମିଲିମିଟର ଦେଇଛି, ଆମେ ଏହାକୁ 10 ହରିବା, ଅର୍ଥାৎ 10 ହରିବା କଥା ସଂଖ୍ୟାର ଡାହାଣ ପଟୁ ଗୋଟେ ଅଙ୍କ ଛାଡି 10 ମିଲିମିଟର ଦେବା, 13.4 ସେମି। ଏଠି 203.6 ସେମି ଦେଇଛି, ଆମେ ଦଶମିକ ସ୍ଥାନକୁ ଗୋଟିଏ ସ୍ଥାନ ଡାହାଣକୁ ଘୁଞ୍ଚେଇଦେବା। 10 ଗୁଣିବା, ସେମିକୁ ମିଲିମିଟର କଲାବେଳେ 10 ଗୁଣିବା, ତେଣୁ ଗୋଟିଏ ସ୍ଥାନ ଡାହାଣକୁ ଘୁଞ୍ଚେଇଦେବା, ହେଇଯିବ 2036 ମିଲିମିଟର। ତାପରେ ଏଠି କିଛି ଜିନିଷ ଛୋଟ, କେତେ ଛୋଟ ନିମ୍ନରେ ଚିତ୍ରରେ ଦର୍ଶାଯାଇଛି, ପ୍ରତ୍ୟେକରେ ଏକ ଆନୁମାନିକ ମାପ ନେବାକୁ ଚେଷ୍ଟା କର। ଅର୍ଥାৎ ଦେଖ ଏଠି କିଛି ଜିନିଷ ବିଷୟରେ ଦିଆଯାଇଛି, ଛୋଟ ଛୋଟ ଜିନିଷ ବିଷୟରେ, ଏଗୁଡିକ ତୁମେ ନିଜେ ନିଜେ ପଢିନେବ। ଆମେ ଜାଣୁ 1 ମିଟରଟା ହେଉଛି 100 ସେମି, 1 ସେମି ହେଉଛି 1/100 ମିଟର ବା 0.01 ମିଟର। ଅର୍ଥାତ୍ ଯେତେବେଳେ ଆମେ ସେମିକୁ ମିଟର ଏକକରେ ପ୍ରକାଶ କରିବାକୁ ଚାହିଁବା, 100 ଦ୍ୱାରା ଭାଗ କରିବା। ତାହେଲେ ସେ 10 ସେମି 15 ସେମି ମିଟର ଏକକରେ ପ୍ରକାଶ କରିବାକୁ ଦେଇଛି, ତାହେଲେ 10 ସେମି କେତେ ହେବ ନା 1/10 ମିଟର ବା 0.1 ମିଟର। ଯେହେତୁ 1 ସେମି ହେଉଛି 1 ମିଟର 1/100 ଅଟେ, 15 ସେମି ମିଟର ପ୍ରକାଶ କରିବାକୁ ଦେଇଛି 15 ସେମି, ଅର୍ଥାତ୍ 15କୁ 100 ଦ୍ୱାରା ଭାଗ କରିବା, ତ 15/100 ମିଟର। ହେଲା 10/100 ମିଟର ଯୁକ୍ତ 5/100 ମିଟର। 10/100 ମିଟର ହେଲେ 1/10 ମିଟର, 5/100 ମିଟର ହେଇଯିବ 0.15 ମିଟର। ତୁମେମାନେ ମଧ୍ୟ ଚାହିଁଲେ ଏହାକୁ ଖୁବ ସହଜରେ କରିପାରିବ। ଦେଖିନିଅ 15 ସେମିକୁ ଆମେ କିପରି ମିଟର ଏକକରେ ପ୍ରକାଶ କରିବା। ତାହେଲେ 15 ସେମି ଦେଇଛି, ଆମେ ମିଟର ଏକକରେ ପ୍ରକାଶ କରିବା। ମିଟର ଏକକରେ ପ୍ରକାଶ କରିବାକୁ ଚାହିଁଲେ ଆମେ 15କୁ 100 ଦ୍ୱାରା ଭାଗ କରିବା। ଆମେ କୌଣସି ସଂଖ୍ୟାକୁ 100 ଦ୍ୱାରା ଭାଗ କରିବା ଅର୍ଥ ଆମେ ଲବର ଡାହାଣ ପଟୁ ଦୁଇଟି ଅଙ୍କ ଛାଡି 10 ମିନିଟ୍ ପକେଇବା। ତାହେଲେ ଗୋଟିଏ ଅଙ୍କ ଦୁଇଟି ଅଙ୍କ ଛାଡିକି ଏଇଠି 10 ମିନିଟ୍ ପକେଇବା, ଅର୍ଥାৎ 1ର ବାମ ପଟେ, ତାହେଲେ ହେଇଯିବ 0.15। 1 ପୂର୍ବରୁ କିଛି ନଥିବାରୁ ଆମେ 0 ଲେଖିବା, ତେଣୁ 15 ସେମି ହେଉଛି 0.15 ମିଟର। ତାହେଲେ ବର୍ତ୍ତମାନ ତୁମମାନଙ୍କ ପାଇଁ ଶୂନ୍ୟ ସ୍ଥାନ ପୂରଣ କରିବାକୁ ଦେଇଛି 36 ସେମି, ଆମେ ଲେଖିବା 0.36 ମିଟର। 50 ସେମି 0.5 ମିଟର। 89 ସେମି ଲେଖିଲେ ସେଇଟା ହେଇଯିବ 0.89 ମିଟର। ଯେତେବେଳେ ଆମେ ମିଟରକୁ ସେମି କରିବାକୁ ଚାହିଁବା, ଆମକୁ 100 ଗୁଣିବାକୁ ପଡିବ। এইটা দেখি না কেমিতি 0.89 মিଟরটা 89 সেমি হব। এই 0.89 মিটর আমি ইয়াକୁ সেমি କରିବା, তাহলে ଦେଖିବା 0.89 ମିଟରକୁ ସେମି କଲା ବେଳେ ଆମେ 100 ଗୁଣନ କରିବା, ତାହେଲେ ଲେଖିବା 0.89 କୁ ଭଗ୍ନାଂଶ କରିଦେବା, 89/100 ଗୁଣନ 100। ଏଠି 100 କଟିଗଲେ ହେଇଯିବ 89 ସେମି। ତାପରେ 4 ସେମି ହେଇଯିବ। 4 ସେମି କେତେ ହବ ନା 4/100 ମିଟର, 4/100, ଅର୍ଥାৎ ଏଠି 100 ହରା ହେଇଛି କିନ୍ତୁ ଲବରେ ଗୋଟିଏ ଅଙ୍କ ଅଛି। ଯେହେତୁ ଗୋଟିଏ ଅଙ୍କ ଅଛି, ଆମେ ବାମ ପଟେ ଆଉ ଗୋଟେ ଅଙ୍କ ଅର୍ଥାৎ 0 ଲେଖିକି 10 ମିନିଟ୍ ଦେବା, ତାହେଲେ ହେଇଯିବ 0.04 0.04 ମିଟର। ଅର୍ଥାৎ 4 ସେମି ଯିଏ 0.04 ମିଟର। 4 ସେମିକୁ ଆମେ 4/100 ମିଟର ଲେଖିପାରିବା। ଆଗ ଲେଖିବା ଆମେ ତାକୁ ଭଗ୍ନାଂଶ ଆକାରରେ 4/100 ମିଟର, 4/100 ମିଟର। ତାପରେ ଆମେ ତାକୁ ଦଶମିକ ଆକାର କଲେ ହେଇଯିବ 0.04 ମିଟର।
ତାହେଲେ 325 ସେମି ଅଛି 325 ସେମି କୁ ମିଟର କରିବା ତାହେଲେ 325 ସେମି ଯଦି ମିଟର କରିବା ତାହେଲେ 325 ରେ ଆମେ ହରିବା 100 ହରିବା ଅର୍ଥ ଆମେ ଲବର ଡାହାଣ ପଟୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେବା ଲବର ଡାହାଣ ପଟୁ ଦୁଇଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେବା ତେଣୁ 325 ଡାହାଣ ପଟୁ ଦୁଇଟି ଅଙ୍କ ଗଣିଦେବା ଏ 5 ଗୋଟେ ଅଙ୍କ 2 ଗୋଟିଏ ଅଙ୍କ ତ 2 ର ବାମ ପଟକୁ ଦଶମିକ ବିନ୍ଦୁ ଦେବା ଅର୍ଥାତ୍ 3.25 ମିଟର ହେଲା 325 ସେମି ହେଉଛି 3.25 ମିଟର ସେଇଭଳି 2.07 ମିଟର ହେଇଯିବ କେତେ 207 ସେମି 1 ମିଟରରେ କେତୋଟି ମିଲିମିଟର ଅଛି ତ ଦେଖିବା 1 ମିଟର କେତୋଟି ମିଲିମିଟର ଅଛି ଦେଖ 1 ମିଟର ସେ କେତୋଟି ମିଲିମିଟର ଅଛି ପଚାରୁଛି ଆମେ କେମିତି ଲେଖିବା ଆମେ ଜାଣିବା ଯେ 1000ଟି ମିଲିମିଟର ଅଛି କେମିତି 1 ମିଟରଟା ହେଉଛି 100 ସେମି 1 ମିଟର ହେଉଛି 100 ସେମି ପୁଣି 1 ସେମି ହେଉଛି 10 ମିଲିମିଟର ଯଦି 1 ସେମି ହେଉଛି 10 ମିଲିମିଟର 100 ସେମି 100 ଗୁଣନ 10 1000 ମିଲିମିଟର ହେବ 1 ମିଲିମିଟରକୁ ଆମେ 1000 ମିଟର ବୋଲି ଲେଖିପାରିବା ଏଠାରେ ପ୍ରକୃତରେ କିଛି ଛୋଟ ଛୋଟ ଜିନିଷ 1 ସେମି ବିଷୟରେ କିଛି ଆକର୍ଷଣୀୟ ତଥ୍ୟ ଏଠାରେ କିଛି ଛୋଟ ଛୋଟ ଜିନିଷ ବିଷୟରେ ଦିଆଯାଇଛି ତୁମେ ଏଇ ତଥ୍ୟ ଗୁଡ଼ିକୁ ନିଜେ ପଢ଼ି ନେବ ବର୍ତ୍ତମାନ ଆମେ ଓଜନ ମାପର ଏକକରେ ଦଶମିକ ସଂଖ୍ୟା ବିଷୟରେ ଜାଣିବା ଆମେ କହିପାରିବା 1 ଗ୍ରାମ ହେଉଛି 1/1000 କିଲୋଗ୍ରାମ 1 କିଲୋଗ୍ରାମଟା ହେଉଛି 1000 ଗ୍ରାମ 1 ଗ୍ରାମକୁ ଯଦି କିଲୋଗ୍ରାମ କରିବା 1/1000 କିଲୋଗ୍ରାମ ବା 0.001 କିଲୋଗ୍ରାମ ବୋଲି ଲେଖିବା ଆମେ ଜାଣୁ ଯେ 1 କିଲୋଗ୍ରାମ ହେଉଛି 1000 ଗ୍ରାମ 5 ଗ୍ରାମ ଯେ ଯଦି 5/1000 କିଲୋଗ୍ରାମ ବା 0.005 କିଲୋଗ୍ରାମ 10 ଗ୍ରାମ କହିଲେ 10/1000 ବା ଗୋଟେ ଗୋଟେ ଶୂନ କାଟିଦେଲେ 1/100 କିଲୋଗ୍ରାମ ବା 0.010 କିଗ୍ରା ବା ଡାହାଣ ପଟ ଶୂନର କିଛି ଆବଶ୍ୟକ ନାହିଁ ବି 0.01 କିଲୋଗ୍ରାମ ଯେହେତୁ ପ୍ରତ୍ୟେକ 1 ଗ୍ରାମ ଯେ 1 କିଲୋଗ୍ରାମ 1 ତେଣୁ 254 ଗ୍ରାମକୁ ଆମେ ଲେଖିପାରିବା 254 ଗ୍ରାମ ହେଉଛି 254/1000 କିଲୋଗ୍ରାମ ଏଠି ଏହାକୁ ସରଳ କଲା ଅଛି 200/1000 ଯୁକ୍ତ 50/1000 ଯୁକ୍ତ 4/1000 କିଲୋଗ୍ରାମ 200/1000 2/10 50/1000 ହେଲେ 5/100 ଓ 4/1000 ସେମିତି ରହିଲା 0.254 କିମ୍ବା ଦେଖ ଏଠି 254 ଅଛି ହର 1000 ଅର୍ଥାତ୍ 1ରେ 3ଟି ଶୂନ ଅଛି କୌଣସି ସଂଖ୍ୟାକୁ 10 ଦ୍ୱାରା ଭାଗ କରିବା ଅର୍ଥ ଆମେ ତାର ଡାହାଣ ପଟୁ 3ଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ବସେଇବା 0.254 କିଲୋଗ୍ରାମ ବା ଆମେ ଲେଖିପାରିବା 0.254 କିଲୋଗ୍ରାମ ବର୍ତ୍ତମାନ ଆସ ଶୂନ୍ୟ ସ୍ଥାନ ପୂରଣ କରିବା ଯେହେତୁ ଅଛି 465 ଗ୍ରାମ ଆକୁ ଲେଖିବା ଡାହାଣ ପଟୁ 3ଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେଇଦେବା ତେଣୁ 0.465 କିଲୋଗ୍ରାମ ହେଇଯିବ କାହିଁକିନା 1 କିଲୋଗ୍ରାମଟା ହେଉଛି 1000 ଗ୍ରାମ 68 ଗ୍ରାମକୁ ଆମେ କେମିତି କିଲୋଗ୍ରାମ କରିବା ତାହେଲେ 68 ଗ୍ରାମକୁ କିଲୋଗ୍ରାମ କରିବା ତାହେଲେ ଲେଖିବା 68 ବିଭକ୍ତ 1000 ଏଠି 1ରେ 3ଟି ଶୂନ ଅଛି କିନ୍ତୁ ଉପରେ 2ଟି ଅଙ୍କ ଅଛି ତେଣୁ ଆମେ ତାର ବାମ ପଟେ ଗୋଟେ ଶୂନ ଲେଖିବାକୁ ପଡ଼ିବ ତାହେଲେ ଲେଖିବା 0.068 କିଲୋଗ୍ରାମ 68 ଗ୍ରାମଟା ହେଉଛି 0.068 କିଲୋଗ୍ରାମ ତାହେଲେ 1560 ଗ୍ରାମ ଯେ କେତେ ହେବ ନା 1000 ହରିବା 1000 ହରିବା ଅର୍ଥ 3ଟି ସ୍ଥାନ ଛାଡ଼ି ଦଶମିକ ଦେବା 1.560 କିଲୋଗ୍ରାମ 704 ଗ୍ରାମ 0.704 କିଲୋଗ୍ରାମ ହେଇଯିବ ଦେଖ 704 ଗ୍ରାମ କରିବା ତାହେଲେ 704 ବିଭକ୍ତ 1000 ଏଠି 704କୁ 1000 ଦ୍ୱାରା ଭାଗ କରିବା ଅର୍ଥ ଡାହାଣ ପଟୁ ଲବର ଡାହାଣ ପଟୁ 3ଟି ଅଙ୍କ ଛାଡ଼ି ଦଶମିକ ବିନ୍ଦୁ ଦେବା ଅର୍ଥାତ୍ 0.704 କିଲୋଗ୍ରାମ ଦଶମିକ ପୂର୍ବରୁ କିଛି ନଥିବାରୁ ଆମେ ଶୂନ ଲେଖିବା 0.704 କିଲୋଗ୍ରାମ ତାପରେ ଦେଇଛି 0.56 କିଲୋଗ୍ରାମ 0.56 କିଲୋଗ୍ରାମକୁ ଆମେ କିପରି ଗ୍ରାମ କରିବା ଦେଖିବା 0.56 କିଲୋଗ୍ରାମ ଦେଇଛି ଗ୍ରାମ କରିବା ଅର୍ଥ ଆମେ ସେଥିରେ 1000 ଗୁଣନ କରିବା କିଲୋଗ୍ରାମକୁ ଗ୍ରାମ କଲା ବେଳେ ଆମେ 1000 ଗୁଣନ କରିବା ଏବଂ ଗ୍ରାମକୁ କିଲୋଗ୍ରାମ କଲା ବେଳେ 1000 ହରଣ କରିବା ତାହେଲେ ଏଠି ଦେଖ ଏହାକୁ ଦଶମିକରୁ ନେଇ ଆସିବା ଭଗ୍ନାଂଶକୁ ତାହେଲେ ଲେଖିବା 56 ବିଭକ୍ତ 100 ଗୁଣନ 1000 ଏଠି 2ଟା ଶୂନ କାଟିଦେଲେ ଆଉ ରହିଲା 56 ଗୁଣନ 10 56 10 ଗୁଣ ହେଇଯିବ 560 ଗ୍ରାମ ନେକ୍ସଟ ଅଛି 2.5 କିଗ୍ରା 2.5 କିଗ୍ରା ଯେ କେତେ ଗ୍ରାମ ହେବ ଦେଖ ଆମେ ଲେଖିବା 2.5 କିଗ୍ରାକୁ ଗ୍ରାମ କରିବା ତେଣୁ 2.5ରେ ଆମେ ଗୁଣନ କରିବା
हजार 2.5 को आम बर्तमान भग्नांश करदे लिखा 25 विभक्त 10 गुणन 1000 ये गोटे शून्य काटिदेले 25 100 गुणिले ये 2500 ग्राम तेणु 2500 ग्राम हेल्ले 2.5 किग्रा। निम्न चित्र में 1 ग्राम ओजन चाउल आरंभ कर परवर्ती ओजन चाउल परिमाण पूर्व परिमाण 10 गुण भारी चाउल पैकेट रखाई मोट चाउल परिमाण 11.111 किलोग्राम। प्रथम देख 1 ग्राम तार 10 गुण 10 ग्राम तार 10 गुण 100 ग्राम तार 10 गुण 1 किलोग्राम और तार 10 गुण 10 किलोग्राम चाउल रखाई। 1 ग्राम हेले 0.001 किलो 10 ग्राम हेले 0.01 किलो 100 ग्राम हेले 0.1 किलो 1000 ग्राम हेले 1 किलो और 10,000 ग्राम हेले 10 किलो। आहरी 1 ग्राम हूँ 1000 मिलीग्राम तेणु 1 मिलीग्राम हूँ 1000 ग्राम 0.001 ग्राम। बर्तमान आम टंका पैसा विषय 10 संख्या किपर हिसाब करवा। तुम्हें पैसा विषय शुणी 100 पैसा 1 टंका सहित सामान आस पाखे टंका निमंते मुद्रा और नोट अच्छी बर्तमान सुधा आम पैसा साधारणतः मुद्रा व्यवहार करूँ 1 पैसा 2 पैसा 3 पैसा 5 पैसा 10 पैसा 20 पैसा 25 पैसा 50 पैसा मुद्रा थिला। 2011 मसीहा 25 पैसा और ताठ कम मूल्य समस्त मुद्रा गुड़ी व्यवहार बाद दिखाई 2011 मसीहा 25 पैसा और 20 पैसा 10 पैसा यह सब व्यवहार करा कि बर्तमान सुधा बिल आकाउंट आदि विवरणी आदि पैसा लेखा आम देखीचु। 1 टंका हूँ 100 पैसा 1 पैसा हो 1 100 टंका अर्थात 0.01 टंका प्रत्येक 1 पैसा 1 टंकार 1/100 से 75 पैसा जी 75 भी तो 100 टंका लिखिपर 0.75 टंका। तो ये टंकार कर 75 पैसा को 70 भी तो 100 पैसा तो 5 भी तो 100 पैसा गला 70 भी तो 100 हेल्ले 7 भी तो 10 और 5 भी तो 100 रहा 0.10 स्थान 7 और 17 स्थान 5 0.75 टंका। लेठी आम से शून्य स्थान पूरण करवा 10 पैसा जी हो 10 पैसा 10 को आम 100 हरवा गोटे गोटे शून्य कटिगला 1 तो 10 0.1 टंका 0.1 टंका। पिला माने एठी यही प्रश्न भूल रही पैसा दी जो 0.005 कौन पैसा हम ना जब 0.05 दे था कर प्रश्नटा यदि 0.05 ना भूल हम जदि आम 0.05 पैसा ना 0.05 पैसा ना आम टंका करने सरी 0.05 टंका को पैसा करने 100 गुणा 0.05 ये जो 5 विभक्त 100 गुणन 100 कटिगले ये आम 5 पैसा बोली लिखि पारिबा किंतु जेहेतु हम प्रश्न 0.005 टंका तेणु 0.005 टंका को पैसा करिपरिबा नाही तेणु यही प्रश्न भूल अच्छी जब यही स्थान में आम 0.05 नेले 5 पैसा बोली लिखि पारिबा 36 पैसा जो अच्छी टंका आकार 0.36 आम लिखे 36 पैसा तो 0.50 आम 50 पैसा 99 पैसा टंका करवा 99 पैसा टंका करने आम यहाँ 100 द्वारा करवा पैसा टंका कले आम 100 द्वारा भाग करवा तो यहाँ 99 लव और 100 अच्छी हर तो 100 द्वारा भाग करवा अर्थ 10 बिंदु दबा अर्थात लवर डाण पट 2टी अंक छाड़ी 10 बिंदु दबा 0.99 बोली लिखा 0.99 टंका 250 पैसा को टंका करवा 250 पैसा को टंका करवा 250 विभक्त 100 बर्तमान गोटे शून्य काटिदेले आउ रहा 25 विभक्त 10 एठारे लव अच्छी 25 हर अच्छी 10 कौन संख्या को 10 अर्थ डाण पट गोटी अंक छाड़ी 10 बिंदु दबा 2.5 टंका अर्थात 250 पैसा की 2.5 टंका। देख ये चिठा देखिए 1970 मसीह एक मसला दोसार मूल्य मात्र 50 पैसा 20-25 पैसा गोटे कदली 2 पैसा 3 पैसा मुठाए चॉकलेट और 2 टंका 45 1 किलो चाउल उपलब्ध थिला।
ଘରେ ବିଦ୍ୟାଳୟରେ ବୟସ୍କମାନଙ୍କର ପିଲାଦିନରେ ଉପଲବ୍ଧ ବିଭିନ୍ନ ସାମଗ୍ରୀର ମୂଲ୍ୟ ବିଷୟରେ ଆଲୋଚନା କର। ପୁରୁଣା ମୁଦ୍ରା ଓ ଟିକେଟ ସଂଗ୍ରହ କର। ତାପରେ ଆସ ଦେଖିବା 3.6 ଦଶମିକ ସଂଖ୍ୟାର ଚିହ୍ନଟ ଓ ତୁଳନା। ଆସ ଦଶମିକ ସଂଖ୍ୟା 1.4 କୁ ବିଚାରକୁ ନେବା। ଏହି ସଂଖ୍ୟାଟି 1 ଓ 2 ମଧ୍ୟରେ ସ୍ଥାନିତ ହେବ। 1.4 ଅର୍ଥାତ୍ 1 ରୁ ଅଧିକ କିନ୍ତୁ 2 ଠାରୁ କମ୍। ସଂଖ୍ୟା ରେଖାରେ 1 ଓ 2 କୁ 10 ସମାନ ଭାଗ କରି 4 ସମାନ ଭାଗ ନେଲେ ଆମେ 1.4 ସଂଖ୍ୟାଟିକୁ ପାଇପାରିବା। ଦେଖ ଏଠାରେ ସଂଖ୍ୟା ରେଖା କରାଯାଇଛି। ଏଠାରେ 1 ଏଠାରେ 2 ନିଆଯାଇଛି ଏବଂ 1 2 ର ମଧ୍ୟବର୍ତ୍ତୀ ସ୍ଥାନକୁ ସମାନ 10 ଭାଗ ବିଭକ୍ତ କରାଯାଇଛି। 1.1 1.2 1.3 1.4 1.5 1.6 1.7 1.8 1.9 ତାପରେ 2 এইটা ହେଲା 1.4। ସଂଖ୍ୟା ଭାବରେ 1 ଓ 1.1 ମଧ୍ୟରେ ଥିବା ସମସ୍ତ ଭାଗ ଗୁଡ଼ିକୁ ଚିହ୍ନଟ କର। 1 ଆଉ 1.1 ତା ଭିତରେ ତାକୁ 10 ଭାଗ କରାଗଲା। 10 ଭାଗ କରାଗଲେ ଏଇ ଯୋଉ ଭାଗଟା ନିଆଗଲା 1.04 ହେବ। ପୁନଶ୍ଚ ସଂଖ୍ୟାରେ ଥିବା ଅକ୍ଷର ଗୁଡ଼ିକର ଦଶମିକ ସଂଖ୍ୟା ଚିହ୍ନଟ କରିବାକୁ ହୋଇଛି। ଅର୍ଥାତ୍ ଏ କେତେକୁ ସୂଚଉଛି, ବି କେତେକୁ ସୂଚଉଛି, ସି କେତେ ସୂଚଉଛି, ଡି କେତେ ସୂଚଉଛି। ଏଠି ଅଛି 5, ଏଠି 5.4। 5 5.1 5., ଏଇଟା ହେଇଯିବ 5., ଏଇଠି ଆମେ ଲେଖିପାରିବା 5.2 5.3 ଏବଂ 5.4। ତାହେଲେ ଏ କେତେକୁ ସୂଚଉଛି ଦେଖ 5 ତ 5 ଏଇଟା 5.1, ଏଇଟା 5.01 ବା 02 03 04 05 06 07 08 09। ଏଇଟା ହଉଛି 5.09। ବି 5.1 ପରେ ଆଉ ତିନିଟା ଗାର 5.1 5.12 5.13। ସିଟା ଜାଣିଲେ ଆମେ 5.2। ଡିଟା କେତେ ଲେଖିବା? ଡିର ଏଠି ମୂଲ୍ୟ ଏଇ ଗାରଟାର ମୂଲ୍ୟ ଅଛି 5.3। ଗୋଟେ ଗାର ଆଗକୁ ଯାଇଛି ତେଣୁ ଆମେ ଲେଖିବା ଡିଟାର ମୂଲ୍ୟ ଲେଖିବା 5.31। ଦଶମିକ ସଂଖ୍ୟାରେ ଶୂନର ପହେଲି। ସୋନୁ କହିଲା ଯେ 0.2 କୁ ମଧ୍ୟ 0.20 0.200 ଲେଖାଯାଇ ପାରିବ। ନଇନା ଭାବିଲା ଯେ ଦଶମିକ ସଂଖ୍ୟାରେ ଡାହାଣ ପାର୍ଶ୍ୱ ଶୂନ ଲେଖିଲେ ଦଶମିକ ସଂଖ୍ୟାର ମୂଲ୍ୟ ପରିବର୍ତ୍ତନ ହେଇପାରେ। ତୁମେ କଣ ଭାବୁଛ? ପିଲାମାନେ ଗୋଟେ କଥା ମନେ ରଖ, ଦଶମିକ ସଂଖ୍ୟାର ଡାହାଣରେ ଆମେ ଯେତେ ଶୂନ ଲେଖିଲେ ମଧ୍ୟ ତାର ମୂଲ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ଯେମିତି ତୁମେ ଗୋଟେ ସାଧାରଣ ଗଣନ ସଂଖ୍ୟାର ବାମରେ ଯେତେ ଶୂନ୍ୟ ଲେଖିଲେ ମଧ୍ୟ ତାହାର କୌଣସି ମୂଲ୍ୟ ପରିବର୍ତ୍ତନ ହେବ ନାହିଁ। ଯେପରି ମନେକର ଆମେ ଲେଖିଛେ 5, 5ର ବାମ ପଟେ ଆମେ 0.5 ଲେଖିବା, ତାର ମୂଲ୍ୟ ସେଇ 5 ରହିବ। 0.05 ଲେଖିଲେ ତାର ମୂଲ୍ୟ ସେଇ 5 ରହିବ। ତେଣୁ ବାମ ପଟେ ଗୋଟେ କୌଣସି ଗଣନ ସଂଖ୍ୟାର ବାମ ପଟେ ଯେତେ ଶୂନ ଦେଲେ ମଧ୍ୟ ତାର ମୂଲ୍ୟରେ ପରିବର୍ତ୍ତନ ହେବ ନାହିଁ। ସେମିତି ଗୋଟେ ଦଶମିକ ସଂଖ୍ୟା ଅଛି ମନେକର 0.2, ଆମେ ଡାହାଣ ପଟେ ଯେତେ ଶୂନ ଦେଲେ ମଧ୍ୟ ତାର କୌଣସି ମୂଲ୍ୟ ପରିବର୍ତ୍ତନ ହେବ ନାହିଁ। 0.2 ର ମୂଲ୍ୟ ଯାହା 0.20 ଲେଖିଲେ ତାହା ହେବ, 0.200 ଲେଖିଲେ ତାହା ହେବ, 0.2000 ଯେତେ ଶୂନ ଲେଖିଲେ ମଧ୍ୟ ତାହାର ମୂଲ୍ୟ ସମାନ ରହିବ। ଦେଖ ଦଶମିକ ସଂଖ୍ୟା ଦେଇକି 0.2 0.11 ଦଶାଂଶ ସ୍ଥାନରେ 2, 0.20 ଏକକ ସ୍ଥାନରେ 0 ଦଶାଂଶ ସ୍ଥାନରେ 2 ଶତାଂଶ ସ୍ଥାନରେ 0, 0.200 ଏକକ ସ୍ଥାନରେ 0 ଦଶାଂଶ ସ୍ଥାନରେ 2 ଶତାଂଶ ସ୍ଥାନରେ 0 ଶତାଂଶ ସ୍ଥାନରେ 0, 0.02 ଏକକ ସ୍ଥାନରେ 0 ଦଶାଂଶ ସ୍ଥାନରେ 0 ଶତାଂଶ ସ୍ଥାନରେ 2, 0.002 ଏକକ ସ୍ଥାନରେ 0 ଦଶାଂଶ ସ୍ଥାନରେ 0 ଶତାଂଶ ସ୍ଥାନରେ 0 ଏବଂ ଶତାଂଶ ସ୍ଥାନରେ 2। ତ ଏଇ ତିନୋଟି ଯୋଉ ଅଙ୍କ 0.2 0.20 ଏ ତିନୋଟି ଜାଗାର ମୂଲ୍ୟ ସମାନ। ଆମେ ଦେଖିଲୁ 0.2 0.20 0.200 ସମସ୍ତ ଦଶମିକ ସଂଖ୍ୟା ଗୁଡ଼ିକ ସମାନ, ଯେହେତୁ ପ୍ରତ୍ୟେକ ଦୁଇ ଦଶାଂଶକୁ ସୂଚାଏ। ଯେହେତୁ ପ୍ରତ୍ୟେକ ଦୁଇ ଦଶାଂଶକୁ ସୂଚଉଛି ଶତାଂଶ ଏବଂ ଶତାଂଶ ସ୍ଥାନରେ ଶୂନ୍ୟର ମୂଲ୍ୟ କିଛି ନାହିଁ, ତେଣୁ ସେଗୁଡ଼ିକର ମୂଲ୍ୟ ସମାନ। କିନ୍ତୁ 0.2 0.02 ଓ 0.002 ଭିନ୍ନ ଭିନ୍ନ ଦଶମିକ ସଂଖ୍ୟା ଅଟେ। ତେଣୁ 0.2 0.02 0.2 0.02 ଏବଂ 0.002 ଏହା ଭିନ୍ନ ଭିନ୍ନ ଦଶମିକ ସଂଖ୍ୟା ଅଟେ। ଆମ ପାଇଁ ପ୍ରଶ୍ନ ଅଛି, ଏଗୁଡ଼ିକ ମଧ୍ୟରୁ କେଉଁ ଦଶମିକ ସଂଖ୍ୟାଟି କ୍ଷୁଦ୍ରତର କେଉଁଟି ବୃହତ୍ତର କହିପାରିବ କି? ହଁ କହିପାରିବା। କ୍ଷୁଦ୍ରତର ଦେଖିବା 0.002 ଏବଂ ବୃହତ୍ତର ସବୁଠାରୁ ବଡ଼ ହେଇଯିବ 0.2। ତାହେଲେ ଏମାନଙ୍କ ମଧ୍ୟରୁ ସମାନ କେଉଁ ଗୁଡ଼ିକ ସମାନ ଅଟନ୍ତି? 4.5 ଅଛି, 4.05 ଅଛି, 0.405 ଅଛି, 4.050 ଅଛି, 4.50 ଅଛି, 4.005 ଅଛି ଓ 0.450 ଅଛି। ତାହେଲେ ଏଗୁଡ଼ିକ ସମାନ। ନିମ୍ନ ଚିତ୍ର ଏ ରେ ସଂଖ୍ୟା ରେଖାକୁ ଦେଖ, ଏଠି ଚିତ୍ର ସଂଖ୍ୟା ରେଖା ଦର୍ଶାଯାଇଛି। ପ୍ରତ୍ୟେକ ସଂଖ୍ୟାରେ ଥିବା ନିର୍ଦ୍ଦିଷ୍ଟ ଭାଗକୁ ବିସ୍ତାରିତ କରାଯାଇ ସଂଖ୍ୟା 4.158 ଚିହ୍ନିତ କରାଯାଇଛି। ତାହେଲେ ଆମେ ଏଇଠୁ କରିବା
କେଉଁ ଗୁଡ଼ିକର ମୂଲ୍ୟ ସମାନ ହେବ ଦେଖିନିଅ। ବର୍ତ୍ତମାନ ଦେଖ ପ୍ରଥମ ସଂଖ୍ୟାଟି ଅଛି 9.876। ଚାଲ ଆମେ ଏହାକୁ ସଂଖ୍ୟା ରେଖାରେ ଦେଖିବା। 9.876 କୁ ଆମେ ସଂଖ୍ୟା ରେଖା ସ୍ଥାପନ କରିବା ପାଇଁ ପ୍ରଥମେ ଆମେ ଗୋଟେ ସଂଖ୍ୟା ରେଖା କରିବା। ସେଥିରେ ଯେହେତୁ ଏଠି ପୂର୍ଣ୍ଣ ସଂଖ୍ୟା 9 ଅଛି, ତେଣୁ ଆମେ 0 ଠାରୁ ଆରମ୍ଭ କରି 10 ଯାଏଁ ଲେଖିବା। ତୁମେ ସ୍କେଲ ସାହାଯ୍ୟରେ ଏହାକୁ କରିବ। ପ୍ରତି 1 ସେମିରେ ବା ପ୍ରତି 2 ସେମିରେ ତୁମେ ଏକ ଏକକ ନେଇକି କରିପାରିବ। ଆମେ ସୁବିଧା ଅନୁଯାୟୀ ପ୍ରତି 1 ସେମିରେ ଏକ ଏକକ ନେଇ କରିବା। 0 ଠାରୁ 10 ପର୍ଯ୍ୟନ୍ତ ବିନ୍ଦୁ ଦେଇଦେବ, ତାପରେ ଗାର ଟାଣିଦେବ। ତାପରେ ପ୍ରତି 1 ସେମିରେ 1 2 3 4 ଏମିତି 10 ଯାଏଁ ଲେଖିଲେ। ତାପରେ ଆମର ଏଠି 9 ଅଛି, ତେଣୁ ଆମେ 9 ଟାକୁ ଆଗ ନେବା ଏବଂ ଏଠି ଶେଷ ବିନ୍ଦୁରୁ 10 ନେବା। ପୁଣି ଆଉ ଗୋଟେ ଗାର ଟାଣିବା। 9 ରୁ ଆରମ୍ଭ କରିବା, ଆରମ୍ଭ ବିନ୍ଦୁଟାକୁ 9 ନେବା ଏବଂ ଶେଷ ବିନ୍ଦୁଟାକୁ 10 ନେବା। ତାପରେ ତାକୁ ପୁନଃ 10 ଭାଗ କରିବା। ତାହେଲେ ଇଏ ଯଦି 9 ହେଲା, ଏଟାକୁ 9.1, 9.2, 9.3, 9.4, 9.5, 9.6, 9.7, 9.8, 9.9 ଏବଂ ଏହା ହେଲା 10। ତାପରେ ଦେଖ ଆମର ଥିଲା 9.876, ତ 9.8 ଟାକୁ ନବା ଏବଂ 9.9 ଟାକୁ ନବା। ଯେହେତୁ 9.8 ଆଉ 9.9 ମଧ୍ୟରେ 876 ରହିବ, ତେଣୁ ପୁନଃ ସେଇଭଳି ଆଉ ଗୋଟେ ଗାର ଟାଣିବା। ତାକୁ ମଧ୍ୟ ସେମିତି 10 ଭାଗ କରିବା। ପ୍ରଥମଟାକୁ ଲେଖିବା, ପ୍ରଥମ ବିନ୍ଦୁଟାକୁ ଲେଖିବା 9.8 ଲେଖିବା ଏବଂ ଶେଷ ବିନ୍ଦୁଟାକୁ ଲେଖିବା 9.9। ତାପରେ ତାକୁ ଯୋଉ 10 ଭାଗ କରିଥିବା ତାକୁ ଲେଖିବା। ପ୍ରଥମ ପରେ 9.8 ଲେଖିଥିଲେ, ତାପରେ ଲେଖିବା 9.81, 9.82, 9.83, 9.84, 9.85, 9.86, 9.87, 9.88, 9.89 ଏବଂ 9.90 ବା 9.9 ଲେଖିବା। ଆମର ଦରକାର 9.876 ଦରକାର, ତେଣୁ 9.878 ରହିଲା। 9.87 ଆଉ ଆଗକୁ 6 ଯିବାର ଅଛି। 9.87 ଆଉ 9.88 ଭିତରେ 9.876 ରହୁଛି। ତେଣୁ ପୁନଶ୍ଚ ଆମେ ସେଇଭଳି ଗୋଟେ ସଂଖ୍ୟା ରେଖା କରିବା, ତାକୁ 10 ଭାଗ କରିବା। ଆରମ୍ଭ ବିନ୍ଦୁଟାକୁ ନେଇଯିବା 9.87 ଏବଂ ତାର ଶେଷ ବିନ୍ଦୁଟାକୁ ନେବା 9.88। ଏହାରି ମଧ୍ୟରେ ହିଁ 9.876 ରହିବ। ତେଣୁ ପ୍ରଥମ ବିନ୍ଦୁ 9.87 ନେଇଛେ, ତାପରେ 9.871, ତାପରେ ନେବା 9.872, 9.873, ତାପରେ ନେବା 9.874, 9.875, 9.876 ଏଠି ଆମେ ପାଇଗଲେ। ତାପରେ ଲେଖିବା 9.877, 9.878, 9.879 ଏବଂ ଶେଷଟା ହେବ 9.88। এইভাবে আমি এই ଯୋଉ ସଂଖ୍ୟାଟି ଆମର ପାଇବା ଥିବ ସେଇ ସଂଖ୍ୟାଟିକୁ ଆମେ ଗୋଲ କରିଦେବା। ଏଇଟାକୁ ତୁମେ ଭଲ ଭାବେ ଆଉ ଥରେ ଦେଖିନିଅ। ଏହାପରେ ବି ନମ୍ବର ସଂଖ୍ୟାଟି ଅଛି 0.407। ଏଠି କୌଣସି ପୂର୍ଣ୍ଣ ସଂଖ୍ୟା ନାହିଁ। 0.407 ସଂଖ୍ୟା ରେଖା ଚିହ୍ନଟ କରିବା। ତାହେଲେ ଆସି ଦେଖିବା 0.407। ଆମେ ପ୍ରଥମେ ସେଇଭଳି ପୂର୍ବଟି ଯେମିତି କଥା ସେମିତି କରିବା। ପ୍ରଥମେ ଗୋଟେ ସଂଖ୍ୟା ରେଖା କଲେ 0 କତିରୁ ଆରମ୍ଭ କରି 10 ପର୍ଯ୍ୟନ୍ତ ନେବା। 0 1 2 3 4 5 6 7 8 9 10। ଯେହେତୁ ଏଠାରେ କୌଣସି ପୂର୍ଣ୍ଣ ସଂଖ୍ୟା ନାହିଁ, ଶୂନ ଅଛି ଦଶମିକ ପୂର୍ବରୁ, ତାହେଲେ ଏଇ ଯୋଉ ଦଶମିକ ସଂଖ୍ୟାଟି 0 ଆଉ 1 ମଧ୍ୟରେ ରହିବ। ତେଣୁ ତୁମେମାନେ ଏଇଠି ଟିକେ ଆଡଜଷ୍ଟ କରିଦେବ। ଏଠି ପ୍ରଥମଟା ଏଇଟା 0 କତିକି ଲାଗିବ ଏବଂ ଏହାପରେ ଏଇଟା 1 କତିକି ଆସିବ। ପୁନଶ୍ଚ ଆଉ ଯୋଉ ଦ୍ୱିତୀୟ ସଂଖ୍ୟା ରେଖାଟା ଆମେ ତା ତଳକୁ କରିଛେ, ଏହା ପୁନଶ୍ଚ 10 ଭାଗ କରିବା। ପ୍ରଥମ ବିନ୍ଦୁଟାକୁ ଲେଖିବା 0 ଏବଂ ଶେଷ ବିନ୍ଦୁଟାକୁ ଲେଖିବା 1 ବୋଲି ଲେଖିବା। ଟିକେ ଭୁଲ ହେଇଯାଇଥିଲା ଏଇ ଗାରଟା, ତେଣୁ ଏଇଟା 1 କତିରୁ ଗାରଟା ଟାଣିବ। ଆରମ୍ଭ ରହିବ 0 ଗତିରେ, ଶେଷ ରହିବ 1 ଗତିରେ। ତାକୁ ଯୋଉ 10 ଭାଗ କଲେ 0.1, 0.2, 0.3, 0.4, 0.5, 0.6, 0.7, 0.8, 0.9 ଏବଂ 1 ବୋଲି ଲେଖା ହେଲା। ପୁନଶ୍ଚ ଆମର ଅଛି 0.407। 407 0.4 ଆଉ 0.5 ମଧ୍ୟରେ ହିଁ ରହିବ। ଆଉ ଗୋଟେ ସଂଖ୍ୟା ରେଖା କରିବା, ପୁନଶ୍ଚ ତାକୁ 10 ଭାଗ କରିବା। ତାର ପ୍ରଥମ ଆରମ୍ଭ ଗୋଟେ ଲେଖିବା 0.4, 0 ଲେଖିପାରିବା ନା କେବଳ 0.4 ଲେଖିଲେ ଚଳିବ। 0.4 ଯା 0.4 ର ମୂଲ୍ୟ ମଧ୍ୟ ତାହା ଏବଂ ତାର ଶେଷ ବିନ୍ଦୁଟାକୁ ନେବା 0.5 ଭାବରେ। ତାକୁ ଯୋଉ 10 ଭାଗ କରିଥିବା ଆମେ ଲେଖିବା
0.41 0.42 0.43 0.44 0.45 0.46 0.47 0.48 0.49 ଏବଂ 0.5। ଏହାପରେ 0.407 ପାଇବା ପାଇଁ ଏହା ରହିବ 0.40 ଆଉ 0.41 ମଧ୍ୟରେ ହିଁ ରହିବ। ତାହେଲେ ଆମେ ପୁନଶ୍ଚ ଆଉ ଗୋଟେ ସଂଖ୍ୟା ରେଖା କଲେ ତାକୁ ସେମିତି 10 ଭାଗ କରିବା। ତାର ଆରମ୍ଭ ବିନ୍ଦୁଟାକୁ ଲେଖିବା 0.4 ଲେଖିବା ବା 0.40 ଚାହିଁଲେ ମଧ୍ୟ ତୁମେ ଲେଖିପାରିବ, କିଛି ମୂଲ୍ୟ ପରିବର୍ତ୍ତନ ହେବ ନାହିଁ। ଏବଂ ଶେଷଟାକୁ ଲେଖିବା 0.41। ବର୍ତ୍ତମାନ ଆମେ ସଂଖ୍ୟା ସ୍ଥାପନ କରିବା 0.401 0.402 ଏଇଟା, ତାପରେ 0.403 0.404 0.405 0.406 0.407 0.408 0.409 ଏବଂ 0.410 ବା 41 ବୋଲି ଲେଖାଯାଇପାରିବ। ତାହେଲେ ଆମର ସଂଖ୍ୟାଟି ଦରକାର ଥିଲା 0.407, ଏଇ ବିନ୍ଦୁଟା 0.407 ବୋଲି ଆମେ ପାଇଲେ। ପରବର୍ତ୍ତୀ ପ୍ରଶ୍ନଟି ଦେଖ, ନିମ୍ନ ସଂଖ୍ୟା ରେଖାରେ ଏ ବି ସି କୋଠରୀ ଗୁଡିକ କେଉଁ କେଉଁ ଦଶମିକ ସଂଖ୍ୟାକୁ ସୂଚିତ କରେ ଲେଖ। ଏଠାରେ ଦେଖ ପିଲାମାନେ 5 ଦେଇଛି, ଏଠାରେ 10 ଦେଇଛି। 5 ଠାରୁ 10 ପାର୍ଥକ୍ୟ 5 ଆଉ 10 ପାର୍ଥକ୍ୟ କେତୋଟି ଗାର ଦେଇଛି? 1 2 3 4 5 6 7 8 9 10ଟି ଗାର। 10ଟି ଗାର 5 ଏକକୁ ବୁଝଉଛି। ତାହେଲେ ପ୍ରତି 2ଟି ଗାର ଏକକୁ ବୁଝଉଛି। ତାହେଲେ ଏଠି 5 ପରେ 2ଟି ଗାର ନବା, ଏଇଟା ହେଇଯିବ ଏ ର ମୂଲ୍ୟ ହେଇଯିବ ଏଠି 6 ବୋଲି, ଏଇଟା ହେଇଯିବ 6, ଏଇଟା ହେଇଯିବ 7, ଏଠି ହେଇଯିବ 8, ଏଠି ହେଇଯିବ 9, ଏଠି ହେଇଯିବ 10। ତାହେଲେ ଆମେ ଏ ର ମୂଲ୍ୟ ଏଠି ପାଇଗଲେ 6 ବୋଲି, ଏ ର ମୂଲ୍ୟ ପାଇଗଲେ। ତାର ବି ର ମୂଲ୍ୟ କେତେ? 7 ଆଉ 8 ର ମଧ୍ୟବର୍ତ୍ତୀ, ବି ର ମୂଲ୍ୟ ଲେଖିବା 7.5। 7 ଆଉ 8 ର ମଧ୍ୟବର୍ତ୍ତୀ ହେଲେ 7.5। ସି ର ମୂଲ୍ୟ 9 ଆଉ 10 ର ଠିକ ମଝିରେ, ଲେଖିବା 9.5। ପ୍ରତି 2ଟା ଘରକୁ ଏକ ବୋଲି ନିଆଯାଇଛି। ବି କୋଠରୀଟି ଦଶମିକ ସଂଖ୍ୟା 7.5 କୁ ସୂଚିତ କରେ କିପରି? ଏଠାରେ 5 ଏକକୁ 5 ଆଉ 10 ମଧ୍ୟରେ ଥିବା ସମାନ 10 ଭାଗ କରାଯାଇଛି। ତ 5 ଆଉ 10 ମଧ୍ୟରେ ସମାନ 10 ଭାଗ କରାଯାଇଛି। ତ ପ୍ରତ୍ୟେକ 2 ଭାଗ ଏକ ଏକକ, ପ୍ରତ୍ୟେକ ଭାଗ 1 ହୁଏତ 2 ଏକକ। ଆଉ ଏ ଓ ବି କୋଠରୀ କେଉଁ ଦଶମିକ ସଂଖ୍ୟାକୁ ସୂଚାଏ? ଏ ସୂଚଉଛି 6 କୁ, ବି ସୂଚଉଛି 7.5 କୁ, ସି ସୂଚଉଛି 9.5 କୁ। ପରବର୍ତ୍ତୀ ପ୍ରଶ୍ନ ରହିଛି, ସେଇଭଳି ନିମ୍ନ କୋଠରୀ ଗୁଡ଼ିକ କେଉଁ ଦଶମିକ ସଂଖ୍ୟାକୁ ସୂଚାଏ? ପିଲାମାନେ ଦେଖ, ଏଠି 8 ଆଉ 8.1 କୁ ସମାନ 10 ଭାଗ କରାଯାଇଛି। 8 8.1, ତାହେଲେ 8.01 8.02 03 8.04 8.05 ଲେଖିବା। ତାହେଲେ ଡିଟାର ମୂଲ୍ୟ କେତେ ହେଇଯିବ? 8.01। ତାପରେ ଏଇଟା ଦେଖ 1 2 3 4 5ଟି ଗାରକୁ ଆସିଛି, 8.05। ଇଏ ହେଇଯିବ 8.06 8.07 8.08 8.09 ଏବଂ 8.1 ହେଇଯିବ। ଷ୍ଟୁଡେଣ୍ଟ ଚାହିଁଲେ ମଧ୍ୟ ସବୁ ଯାକ ଗୋଟି ଗୋଟି କରି ଲେଖିପାରିବେ। ଏହା ପରବର୍ତ୍ତୀ ଏଇଟା ଲେଖିବା 4.3 ଏବଂ 4.8 ଭାଗ କରାଯାଇଛି। ପ୍ରତ୍ୟେକ ଦେଖ 4.3 ଆଉ 4.8 5 ଏକକ, 2ଟା ନିଆଯାଇଛି, 2ଟା ଏଇଠି ଦେବା। 4.3, ତାହେଲେ ଏଇଠି ଲେଖିବା ଏଇଟା 4.4। ତାହେଲେ ପୁଣି 2ଟା ନେଲେ ଏଇ ଜି ର ମୂଲ୍ୟ ହେଇଯିବ 4.5। ପୁଣି 2ଟା ନେବା, ଏହା ହେଇଯିବ 4.6। ପୁଣି 2ଟା ନେଲେ ଏହା ହେଇଯିବ 4.7 ଏବଂ ଏଇଟା 2ଟା ନେଲେ 4.8। ତାହେଲେ ଆମେ ଡି ର ମୂଲ୍ୟ ପାଇଯାଇଛେ, କିନ୍ତୁ ଏଫ ର ମୂଲ୍ୟ ପାଇନାହିଁ କି ଏଚ ର ମୂଲ୍ୟ ପାଇନାହିଁ। ତାହେଲେ ଏଇଠି ଏଫ ର ମୂଲ୍ୟ କେତେ ହେବ କିପରି ଜାଣିବା? 4.3 ଆଉ 4.4 ମଧ୍ୟରେ ରହୁଛି। ଏଫ ର ମୂଲ୍ୟ ଦେଖିବା 4.35। ଏଫ ର ମୂଲ୍ୟ ହେଇଯିବ 4.35। ତାହେଲେ ଏଚ ର ମୂଲ୍ୟ କେତେ ପାଇବା? 4.8 ର ଠିକ ସମାନ ଆଉ ଅଧା ଭାଗ ଆଗକୁ ଯାଇଛି। ତାହେଲେ ଦେଖିବା 4.85। ଏଚ ର ମୂଲ୍ୟ ହେଇଯିବ 4.85। ତାପରେ ଆମକୁ କହିଛି 6.456 ଏବଂ 6.465 ମଧ୍ୟରେ କେଉଁଟି ବଡ? ଏହାର ଉତ୍ତର ନିର୍ଣ୍ଣୟ କରିବା ପାଇଁ ଆମେ ସଂଖ୍ୟା ରେଖା ବ୍ୟବହାର କରି ସେଥିରେ ଉଭୟ ସଂଖ୍ୟା ସ୍ଥାପନ କଲେ କେଉଁଟି ବଡ ସୂଚାଇ ହେବ। ଏହାକୁ ଆମେ ସ୍ଥାନୀୟ ମାନ ତୁଳନା ମାଧ୍ୟମରେ କେଉଁଟି ବଡ ନିର୍ଣ୍ଣୟ କରିପାରିବା। ତାହେଲେ ଆସ ଦେଖିବା କିପରି ସ୍ଥାନୀୟ ମାନ ତୁଳନା କରିଛି। ତୁମମାନଙ୍କୁ ସହଜରେ ବୁଝେଇ ଦଉଛି, ତାପରେ ଏଇଟାକୁ ଆମେ ବହିରେ ଯାହା ଅଛି ସେଥିରେ ଜାଣିବା। ଦେଖ
ଅଛି 6.456 ପୁନଃ ଦେଇଛି 6.465। ଯେତେବେଳେ ଆମେ ଦୁଇଟି ଗଣନ ସଂଖ୍ୟାର ତୁଳନା କରୁ ସବୁବେଳେ ବାମ ପଟରୁ ଅଙ୍କ ଦେଖିକି ତୁଳନା କରୁ। ମନେକର ତୁମେ ଅଛି 25 ଆଉ ଏଟା 28, ଏହାକୁ ତୁଳନା କରିବା ଯେତେବେଳେ ପ୍ରଥମେ ବାମ ପଟ ଅଙ୍କ ଦେଖିବା, ଏଠି 2 ଅଛି, ଏଠି ମଧ୍ୟ 2 ଅଛି, ବାମ ପଟ ଅର୍ଥାৎ ଦଶମ ସ୍ଥାନର ଅଙ୍କ ସମାନ। ତାପରେ ଏକ ସ୍ଥାନ ଅଙ୍କକୁ ଆସିଲେ ଏଠି ଅଛି 5, ଏଠି ଅଛି 8, ଯେହେତୁ 5 8 ଠାରୁ ସାନ ତେଣୁ 25 ହେଉଛି ସାନ ଏବଂ 28 ହେଉଛି ବଡ଼। ଦଶମିକ ସଂଖ୍ୟାର ମଧ୍ୟ ତୁଳନା ଠିକ୍ ସେହିପରି ହେଇଥାଏ। ପ୍ରଥମେ ଦେଖ 6.456 ଅଛି ଏବଂ 6.465 ଅଛି। ତାହେଲେ ପ୍ରଥମେ ଦେଖ ଏକକ ସ୍ଥାନରେ ଉଭୟର 6 ଅଛି, ତେଣୁ ଆମେ ଏଠାରେ ଜାଣିପାରିବା ନାହିଁ କେଉଁଟି ବଡ଼। ତ ଦଶମିକ ବିନ୍ଦୁ ରହିଲା। ଦଶାଂଶ ସ୍ଥାନକୁ ଆସିବା, ଦଶାଂଶ ସ୍ଥାନରେ ଉଭୟ ସଂଖ୍ୟାର ଦଶାଂଶ ସ୍ଥାନରେ ମଧ୍ୟ 4 ଅଛି, ତ ଏଥିରୁ ମଧ୍ୟ ଜଣାପଡ଼ୁନାହିଁ କେଉଁଟି ବଡ଼ ବୋଲି। ତାପରେ ଶତାଂଶ ସ୍ଥାନକୁ ଆସେ, ଶତାଂଶ ସ୍ଥାନରେ ପ୍ରଥମ ସଂଖ୍ୟାର ଅଛି 5, ଦ୍ୱିତୀୟ ସଂଖ୍ୟାର ଅଛି 6। ଯେହେତୁ 5 ଠାରୁ 6 ହେଉଛି ବଡ଼, ତେଣୁ 6.456 ଠାରୁ 6.465 ବଡ଼ ଏହା ହେଇଯିବ ବଡ଼। ଆଉ ଏଠୁ ଆଉ ପରବର୍ତ୍ତୀ ସ୍ଥାନକୁ ତୁଳନା କରିବାର ଆବଶ୍ୟକତା ନାହିଁ। ସେଇଭଳି ଦେଖିନିଅ, ଏଠି ସେ ଦର୍ଶେଇଛି କେବଳ ପ୍ରଥମେ 6.456 ଏବଂ 6.465। ପ୍ରତ୍ୟେକ ସଂଖ୍ୟାରେ ଏକ ସ୍ଥାନର ଅଙ୍କ ସମାନ ଅଛି, 6 6 ଏହା ସମାନ ଅଛି। ତାପରେ 6.456 6.465, ପ୍ରତ୍ୟେକ ସଂଖ୍ୟାର ଏକକ ଦଶାଂଶ ସ୍ଥାନର ଅଙ୍କ ସମାନ ଅଛି, ଏଠି 6.4, ଏଠି ମଧ୍ୟ 6.4। ପୁନଃ ସେଇ ସଂଖ୍ୟାକୁ ଲେଖିଲା, ପ୍ରତ୍ୟେକ ସଂଖ୍ୟାର ଏକକ ଦଶାଂଶ ସ୍ଥାନର ଅଙ୍କ ସମାନ, ମାତ୍ର ପ୍ରଥମ ସଂଖ୍ୟାର ଶତାଂଶ ସ୍ଥାନରେ ଓଲଟା କରିଦେଇଛି। ପ୍ରଥମ ଦ୍ୱିତୀୟ ସଂଖ୍ୟାର ଶତାଂଶ ସ୍ଥାନରେ 6 ଥିଲା ବେଳେ ପ୍ରଥମ ସଂଖ୍ୟାର ଶତାଂଶ ସ୍ଥାନରେ 5 ଅଛି। ଏଠି ଓଲଟା କରିଦେଇଛି, ପ୍ରଥମ ସଂଖ୍ୟାର ଶତାଂଶ ସ୍ଥାନରେ 6 ଲେଖିଛି, ଏଠି ପ୍ରଥମ ସଂଖ୍ୟାର ଶତାଂଶ ସ୍ଥାନରେ 5 ଅଛି, ମାତ୍ର ଦ୍ୱିତୀୟ ସଂଖ୍ୟାର ଶତାଂଶ ସ୍ଥାନରେ 6 ଅଛି। ତେଣୁ ଏଠି 6.465 ବଡ଼ ହେବ। ଦୁଇଟି ଦଶମିକ ସଂଖ୍ୟାର ତୁଳନା, ସଂଖ୍ୟାର ଅଙ୍କ ଗୁଡ଼ିକ ସର୍ବାଧିକ ସ୍ଥାନୀୟ ମାନ ଅନୁଯାୟୀ। ଯଦି ଦୁଇଟି ଦଶମିକ ସଂଖ୍ୟାର ଅଙ୍କ ସଂଖ୍ୟା ସମାନ, ବାମ ପାଖ ଅଙ୍କ ସମାନ, ତେବେ ତା ପରବର୍ତ୍ତୀ ଅଙ୍କର ତୁଳନା କରି ବଡ଼ ଅଙ୍କ ଥିବା ସଂଖ୍ୟାଟି ସଂଖ୍ୟା ଦୁଇଟି ମଧ୍ୟରେ ବଡ଼ ହେବ ବୋଲି ସ୍ଥିର କରାଯାଏ। ଏହି ଅବସ୍ଥାରେ ଆମେ ସଂଖ୍ୟା ଦୁଇ ମଧ୍ୟ ତୁଳନା ବନ୍ଦ କରିବା କାହିଁକି? ଆମେ ନିଶ୍ଚିତ ଏହାପରେ ଥିବା ଅଙ୍କ ଗୁଡ଼ିକ ଆମ ଉତ୍ତରକୁ ପ୍ରଭାବିତ କରିବ ନାହିଁ। ତାପରେ ଆସ ଦେଖିବା କେଉଁ ଦଶମିକ ସଂଖ୍ୟାଟି ବଡ଼। ଦେଖି 1.23 କିମ୍ବା 1.32। ଦେଖିବା 1.2 ମଧ୍ୟରେ ପ୍ରଥମେ ଦେଖ 1, ଏଠି ଅଛି 1, ଏଠି କିନ୍ତୁ ଦଶାଂଶ ସ୍ଥାନରେ 2 ଥିବା ବେଳେ ଏଠି ଦଶାଂଶ ସ୍ଥାନରେ 3 ଅଛି। ଲେଖିବା 1.32 ବଡ଼। ନେକ୍ସଟ 2 ନମ୍ବର ପ୍ରଶ୍ନ ଆମେ ଲେଖିବା 3.81 କିମ୍ବା 13.80 ମଧ୍ୟରେ ଏକ ଦେଖ, ଏହାର ଏକ ସ୍ଥାନରେ 3 କିନ୍ତୁ ଏହାର 2 ଅଙ୍କ ବିଶିଷ୍ଟ 1.1031, ଇଏ କିନ୍ତୁ 3 1 କେବଳ। ଦେଖିବା 13.800 ବଡ଼, କାହିଁକିନା ଏ 13 ଥିଲା ବେଳେ ଇଏ ମାତ୍ର 3 ଅଛି, 3 1 କେବଳ, ଇଏ କିନ୍ତୁ 1.1031 ଅଛି। ସେମିତି 1.009 କିମ୍ବା 1.090 ମଧ୍ୟରେ କେମିତି କିଏ ବଡ଼? ପ୍ରଥମେ ଦେଖ ଏକ ସ୍ଥାନ ଅଙ୍କ 1 1 ସମାନ ଅଛି, ଦଶାଂଶ ସ୍ଥାନ ଅଙ୍କ 0 ସମାନ ଅଛି, ଶତାଂଶ ସ୍ଥାନ ଅଙ୍କ ଏଠି 0 ଥିଲା ବେଳେ ଏଠି ଶତାଂଶ ସ୍ଥାନୀୟ ଅଙ୍କ 9 ଅଛି। ତାହେଲେ ଲେଖିବା 1.090 ବଡ଼। ଏହାପରେ ଦେଖ ନିକଟବର୍ତ୍ତୀ ଦଶମିକ ସଂଖ୍ୟା। ନିମ୍ନ ଦଶମିକ ସଂଖ୍ୟା ବିଚାର କର। 0.9 0.1 0.01 ଏବଂ 1.1 କୁ ଲକ୍ଷ୍ୟ କର। ଏହି ଦଶମିକ ସଂଖ୍ୟା ମଧ୍ୟରୁ କେଉଁଟି ଏକର ନିକଟବର୍ତ୍ତୀ? ଆସ ଦଶମିକ ସଂଖ୍ୟାକୁ ତୁଳନା କରିବା। ଉପରୋକ୍ତ ସଂଖ୍ୟା ଗୁଡ଼ିକୁ ଊର୍ଦ୍ଧ୍ୱ କ୍ରମରେ ସଜାଇ ଲେଖିଲେ ପ୍ରଥମେ ଆସିବ 0.9, ତାପରେ ଆସିବ 1, ତାପରେ ଆସିବ 0.01, ତାପରେ 1.1 ଏବଂ 1.11। ଏମାନଙ୍କ ମଧ୍ୟରୁ 1ର ପରବର୍ତ୍ତୀ ହେଉଛି 0.01। 1 ଠାରୁ 10 ଅଧିକ, ମାତ୍ର 0.1 ଠାରୁ 1 ସାନ, ତେଣୁ 1ର ନିକଟବର୍ତ୍ତୀ ହେଉଛି 1.01। ପ୍ରଥମ ପ୍ରଶ୍ନ ଅଛି ଉପରୋକ୍ତ ସଂଖ୍ୟା ମଧ୍ୟରୁ କେଉଁଟି 1.09ର ନିକଟବର୍ତ୍ତୀ? ଆମେ ଲେଖିବା 1.09
ଏକ 1.1 ନିକଟବର୍ତ୍ତୀ। ତାପରେ ଏଗୁଡ଼ିକ ମଧ୍ୟରୁ କେଉଁଟି 4ର ନିକଟବର୍ତ୍ତୀ? 3.56 ଅଛି, 3.65 ଅଛି, 3.099 ଅଛି। 4 ନିକଟବର୍ତ୍ତୀ କିଏ ଦେଖିବା? ତା ପ୍ରତ୍ୟେକର ଏକକ ସ୍ଥାନରେ 3 ଅଛି, ତାପରେ ଦଶମ ସ୍ଥାନରେ ଏଠି 5 ଅଛି, ଏଠି 6 ଅଛି, ଏଠି 0 ଅଛି। ଯେହେତୁ ଏଇଠି ବଡ଼ ଅଛି ତାହେଲେ ଦେଖିବା 4 ନିକଟବର୍ତ୍ତୀ ହେଇଯିବ 3.65, 3.65 ହେଇଯିବ 4ର ନିକଟବର୍ତ୍ତୀ। ତାପରେ 0.8, 0.69, 1.08 ମଧ୍ୟରୁ କେଉଁଟି 1ର ନିକଟବର୍ତ୍ତୀ? ଆମେ ଏଇଟା ଦେଖିପାରିବା 1.08 ହେଇଯିବ 1ର ନିକଟବର୍ତ୍ତୀ। ତାପରେ ପ୍ରଶ୍ନଟି କହିଛି 4, 1, 8, 2 ଓ 5 ଅଙ୍କଗୁଡ଼ିକୁ ଥରେ ମାତ୍ର ବ୍ୟବହାର କରି ଦଶମିକ ସଂଖ୍ୟା ଲେଖ ଯେପରି ସଂଖ୍ୟା ଗୁଡ଼ିକ 25ର ନିକଟବର୍ତ୍ତୀ ହେବ। ତାହେଲେ ଆମେ ଗୋଟେ ଲେଖିପାରିବା 25.148। ତୁମେ ଚାହିଁଲେ ମଧ୍ୟ ଆଉ ଅଲଗା କିଛି ସଂଖ୍ୟା ଲେଖିପାରିବେ, ଯେମିତି 25ର ନିକଟବର୍ତ୍ତୀ ହେବ, କିନ୍ତୁ ଏଇ 5ଟି ଅଙ୍କ ବ୍ୟବହାର କରି ତୁମେ ଲେଖିବ। ଏହାପରେ ଦେଖିବା ଦଶମିକ ସଂଖ୍ୟାର ଯୋଗ ଓ ବିୟୋଗ। ପ୍ରିୟା ତାର ସ୍କର୍ଟ ତିଆରି ପାଇଁ 2.7 ମିଟର ଓ ଶୈଳଜା ତାର କୁର୍ତ୍ତୀ ତିଆରି ପାଇଁ 3.5 ମିଟର କପଡ଼ା ଦରକାର କରନ୍ତି। ତେବେ ସ୍କର୍ଟ ଓ କୁର୍ତ୍ତୀ ତିଆରି ପାଇଁ ମୋଟରେ କେତେ କପଡ଼ା ଆବଶ୍ୟକ? ତାର ସମାଧାନ କରିବା। ଆମକୁ 2.7 ମିଟର ଓ 3.5 ମିଟର ଯୋଗଫଳ ନିର୍ଣ୍ଣୟ କରିବାକୁ ହେବ। ପୂର୍ବରୁ ଆମେ 2.7 ଓ 3.5 ଯୋଗ ଜାଣିଛୁ। ଯୋଗର ଏହି ସୋପାନଗୁଡ଼ିକୁ ବ୍ୟବହାର କରି ଦଶମିକ ସଂଖ୍ୟା ଯୋଗ କରାଯିବ। ତାହେଲେ 2.7, 3.5, 5×12=10, 12×10କୁ ଆମେ କରିପାରିବା 10×10 ଆଉ 2×10, 10×10 ମୂଲ୍ୟ ହେଇଯିବ 1, ତ 5, 6×2×10। କିମ୍ବା ତୁମେ ଦଶମିକ ପ୍ରଣାଳୀ ସହଜ ମିଶ୍ରଣ କରିବା ସହଜ ହେବ। 2.7କୁ 3.5 ମିଶେଇବ, 7 5 ହେଲା 12, 2 ରଖିଲା 1, ଦଶମିକ ଦିଆହେଲା 3, 2, 5, 1, 6, 6.2 ମିଟର କପଡ଼ା ଆବଶ୍ୟକ। ତାପରେ ଦେଖି ପ୍ରିୟା ଠାରୁ ଶୈଳଜା କପଡ଼ାର ପରିମାଣ କେତେ ଅଧିକ? ଆମେ ଆଉ ଦଶମିକ ପ୍ରଣାଳୀ କଲେ ସହଜ ହେବ। 3.5କୁ ଫେରିବା 2.7। ଯେମିତି ସାଧାରଣ ପ୍ରଣାଳୀରେ ଆମେ ଯୋଗ ବିୟୋଗ କରୁ, ଆମେ ସେଇଭଳି କରିବା। ଏଠି 3.5, 2.7 ଅଛି, ଆମେ ଏପଟୁ 1 ଆସିବା। 3ରୁ 1 ଆଣିଲେ ହେଇଯିବ 15, 15ରୁ 7 ଗଲେ ରହିଲା 8, ଏଠି ଦଶମିକ ରହିଲା, 3ରୁ 1 ପଳେଇଛି ଆଉ 2 ଅଛି, 2ରୁ 2 ଗଲେ 0, 0.8। ଆମେ ଜାଣୁ ଯେ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାର ଯୋଗ ବିୟୋଗ ନିମିତ୍ତ ଉଦ୍ଦିଷ୍ଟ ସାଧାରଣ ପ୍ରକ୍ରିୟା ଅବଲମ୍ବନରେ ଦଶମିକ ସଂଖ୍ୟାର ଯୋଗ ଓ ବିୟୋଗ କ୍ରିୟା କରାଯାଇ ପାରିବ। 75.345 ଓ 66.691ର ଯୋଗଫଳ ନିମ୍ନରେ ସ୍ଥାନୀୟ ମାନ ଅନୁସାରେ ବିସ୍ତୃତ ଭାବେ ଦିଆଗଲା। ତାହେଲେ ଏଠାରେ ସଂଖ୍ୟା ଦୁଇଟିକୁ ସ୍ଥାନୀୟ ମାନ ଅନୁସାରେ ବିସ୍ତୃତ ଭାବେ ଯୋଗ କରାଯାଇଛି। 75.345 ଏବଂ 66.691, ଏ ଯୋଉ 162.036 ବିସ୍ତୃତ କରି ଦିଆଯାଇଛି। ଉପରେ ଦେଖିନିଅ, ଏଠି 1×100 ଗୋଟା କରାଗଲା, 1×10, ତ 1×1, 1 ଏଇଭଳି ଭାବେ ଦର୍ଶାଯାଇଛି। ତ 75 ପ୍ରଥମେ 7 10, 7×10, 86ରେ 8 10, 8×10। 75ରେ 1 ସ୍ଥାନରେ ଅଛି 5, ତେଣୁ 5×1, 86ରେ 1 ସ୍ଥାନରେ ଅଛି 6, 6×1। ତାପରେ 75.345, ଦଶମ ସ୍ଥାନରେ 3, ତେଣୁ 3×1 10, ଶତକ ସ୍ଥାନରେ 4, ତେଣୁ 4×1 100 ଏବଂ ସହସ୍ରାଂଶ ସ୍ଥାନରେ 5, ତେଣୁ 5×1 1000। ଏବଂ 86.691ର ଦଶମ ସ୍ଥାନରେ 6, ତେଣୁ 6×1 10, 9×1 100 ଏବଂ 1×1 1000 ଲେଖାଗଲା। ତେଣୁ ଏଠି 5 ଆଉ 1ର ମିଶାଗଲା, 6×1 1000, 9 4 13×1 100, 6 3 9, ଏଇଟା ମିଶାଗଲା 10×1 10। ଅର୍ଥାৎ 2 ଅଙ୍କ ହେଇଗଲେ ବାମ ପାର୍ଶ୍ୱ ଅଙ୍କଟି ତାକୁ ବାମ ପାଟ ଅଙ୍କକୁ ମିଶି ଯାଉଛି। ଏଠି 6 5 11, ଏଠି 1 ଦେଖିଲା 12, 12ରୁ 2 ରହିଲା, 1ଟା ଏପଟକୁ ମିଶିଗଲା, 8 7 15, 1 16, ଏଇଟା 7 ସ୍ଥାନକୁ ପଳେଇ ଆସିଲା। ହେଇଗଲା 1 6 2 162.036। ତାହେଲେ ବର୍ତ୍ତମାନ ଆସ ଆମେ ନିଜେ କରି ଦେଖ ଏଇ ଯୋଗଫଳ ଆଉ ବିୟୋଗଫଳ ନିର୍ଣ୍ଣୟ କରିବ। ତାହେଲେ ଅଛି 1 ନମ୍ବର ଏ ଅଛି 5.3 ଓ 2.6। 5.3, 2.6, ତାର ଯୋଗ କରିବା। ତାହେଲେ 6 3 ହେଇଯିବ 9, ଦଶମିକ ଦେଲେ 5 2 ହେଇଯିବ 7। ତାପରେ ବି ନମ୍ବର ଦେଖ, 18 ସହିତ 8.8। ପିଲାମାନେ ଲେଖିଲା ବେଳେ ସବୁବେଳେ ସ୍ଥାନୀୟ ମାନ ଅନୁଯାୟୀ ହିଁ ତଳୁ ତଳ ଲେଖିବ। ଏଠି 18 1 10 8 1, ଏଠି 8.8
8 1 8 10 ତେଣୁ ତୁମେ ଚାହିଁଲେ ଦଶମିକ ମିଶାଣର ସୁବିଧା ପାଇଁ ଏଠି ଗୋଟେ ଦଶମିକ ବିନ୍ଦୁ ଦେଇ ଏଠି ଶୂନ ମଧ୍ୟ ଦେଇପାରିବ, କିଛି ଅସୁବିଧା ନାହିଁ, ମୂଲ୍ୟ ପରିବର୍ତ୍ତନ ହବ ନାହିଁ। ଯଦି ନଦେଲେ ମଧ୍ୟ କିଛି ଅସୁବିଧା ନାହିଁ। ଆମେ ଦଶମିକ ବିନ୍ଦୁ ରଖିଲେ 8 ରୁ 0 ମିଶିଲେ 8, 8 8 16 ରୁ 6 ରଖିଲେ 1 1 2 26.8। ଏଠି ଦଶମିକ ବିନ୍ଦୁ ଦେଇ ଶୂନ ଦେଲେ ଚଳିବ, ନଦେଲେ ମଧ୍ୟ ଚଳିବ। ତାପରେ ସି ନମ୍ବର ପ୍ରଶ୍ନ, 2.15 ଏବଂ 5.26, 2.15 ସହିତ 5.26 ର ମିଶାଣ କରିବା। ତାହେଲେ ଦେଖ 6 5 11 1 ରଖିଲା 1 2 1 3 1 4, ଦଶମିକ ଦେଲେ 5 2 ହେଲା 7, 7.41। ନେକ୍ସଟ ଡି ନମ୍ବର ଦେଖ 9.01 ଏବଂ 9.10, 9.01 9.10 ଲେଖିବା। 1 ରେ 0 ମିଶିଲେ 1, 0 1 ମିଶିଲେ 1, ଦଶମିକ ଦେଲେ 9 ରେ 9 ମିଶିଲେ ହେଇଯିବ 18। ଇ ନମ୍ବର ଅଛି 29.19 ଏବଂ 9.91। 29.19 9.91 ର ଯୋଗ କରିବା। 9 1 ହେଇଯିବ 10, 0 ରଖିନେଲା 1, 9 1 10 ଏବଂ 1 ନେଇଥିଲା 11, ତାରୁ 1 ରଖି ପୁନଃ ଶୂନ ହେଲା 1, 9 9 18 1 19, 19 ରୁ 9 ରଖିନେଲା 1 2 1 3, 39.10। ଏକ ନମ୍ବର ପ୍ରଶ୍ନ ଅଛି 0.934 ସହିତ 0.6। ତାହେଲେ ଏମିତି ଲେଖିବା 0.934 ଯୁକ୍ତ 0.6। ତାହେଲେ ଏଠି 4 ତଳୁ କିଛି ନାହିଁ, ତେଣୁ 4 ଓହ୍ଲେଇଲା, 3 ରୁ 3 ଓହ୍ଲେଇଲା, 9 6 ହେଇଯିବ 15, 15 ରୁ 5 ରଖିଥିଲା 1, ଦଶମିକ ଦେଲେ 0 ରେ 0 ମିଶିଲେ 0, 1 ନେଇଥିଲା, ତାହେଲେ 1 1.534। ଜି ନମ୍ବର ପ୍ରଶ୍ନ ଦେଖ 0.75 ସହିତ 0.03, 0.75 ରେ ମିଶେଇବା 0.03, 5 3 ହେଇଯିବ 8, 7 ରେ 0 ମିଶିଲେ 7, ଦଶମିକ ଦେଲେ 0 ରେ 0 ମିଶିଲେ 0। ଏବଂ ଏଚ୍ ପ୍ରଶ୍ନ ଅଛି 6.236 ସହିତ 0.487 ମିଶେଇ ପ୍ଲସ 7 6 ହେଇଯିବ 13, 13 ରୁ 3 ରଖିନେଲା 1, 8 3 11, 11 1 12, 12 ରୁ 2 ରଖିନେଲା 1, 4 2 6 1 7, ଦଶମିକ ଦେଲେ 6 ରେ 0 ମିଶିଲେ 6। 2 ନମ୍ବର ପ୍ରଶ୍ନ ଅଛି ବିୟୋଗ ଫଳ ନିର୍ଣ୍ଣୟ କର। ଆମେ 5.6 ରୁ 2.3 ଫେରିବା। ଦେଖ 5.6 ରୁ 2.3 ଫେରିବା, ତାହେଲେ 6 ରୁ 3 ଗଲେ 3, ଦଶମିକ ଦେଲେ 5 ରୁ 2 ଗଲେ ମଧ୍ୟ 3, ତାହେଲେ 3.3। ବି ନମ୍ବର ପ୍ରଶ୍ନ ଅଛି 18 ରୁ ଫେରିବା 8.8, 18 ରୁ ଫେରିବା 8.8। ଯେହେତୁ ଏଠି ଫେରୁଛେ ଆମକୁ ଫେରାଣ କାର୍ଯ୍ୟ ସୁବିଧା କରିବା ପାଇଁ ଏଠି ଦଶମିକ ବିନ୍ଦୁ ପକେଇ ଏଠି ଦଶାଂଶ ସ୍ଥାନରେ ଗୋଟେ ଶୂନ୍ୟ ଦେବାକୁ ପଡିବ। ଯେହେତୁ ଆର ଗୋଟେ ଦଶାଂଶ ଅଙ୍କ ଅଛି, ଆମେ ଗୋଟେ କିଛି ଏଠି ଅଙ୍କ ନ ଲେଖିଲେ ଫେରାଣ କାର୍ଯ୍ୟ ଆମକୁ ସୁବିଧା ହବ ନାହିଁ। ଆମେ ଦଶମିକ ବିନ୍ଦୁ ପକେଇ ଶୂନ୍ୟ ଲେଖିଲେ କିଛି ମୂଲ୍ୟ ପରିବର୍ତ୍ତନ ହବ ନାହିଁ। ବର୍ତ୍ତମାନ ଫେରାଣ କାର୍ଯ୍ୟ କରିବାକୁ ଆମକୁ ସୁବିଧା ହେଇଯିବ। 0 ରୁ 8 ଫେରି ପାରିବ ନାହିଁ, ଆଣିଲା 1 10, 10 10 ରୁ 8 ଗଲେ ଆସିଲା 2, ଦଶମିକ ଦେଲେ ଏଠି ଅଛି 7, 7 ରୁ 8 ଯାଇପାରିବନି, ଆଣିଲା 1 10 17, 17 ରୁ 8 ଗଲେ ହେଇଯିବ 9, 9.2। ସି ନମ୍ବର ଦେଖ 10.4 ରୁ ଫେରିବା 4.5, ତାହେଲେ 10.4 ରୁ ଫେରିବା 4.5, 4 ରୁ 5 ଫେରି ପାରିବାନି, ଆଣିବା 1 10, ଏଠି 9 ରହିଯିବ, 1 10 ହେଲା 14, 14 ରୁ 5 ଗଲେ 9, ଏଠି ଅଛି 9, 9 ରୁ 4 ଗଲେ 5, ଏଠି 1 ଚାଲି ଯାଇଛି, 5.9 ବୋଲି ଲେଖିବା। ଡି ନମ୍ବର ପ୍ରଶ୍ନ ରହିଛି 17 ରୁ ଫେରିବା 16.198, 17 ରୁ 16.198 ଫେରିବା। ଯେହେତୁ ତଳେ ଦିଆଯାଇଥିବା ସଂଖ୍ୟାର ଦଶମିକ ପରେ 3ଟା ଅଙ୍କ ଅଛି, ଆମେ ଏଠି ମଧ୍ୟ ଉପର ସଂଖ୍ୟାର ଦଶମିକ ବିନ୍ଦୁଟି ଦେଇ 3 ରୁ 0 ଲେଖିଦେବା। ଏହା ଦ୍ୱାରା ଆମକୁ ଫେରାଣ କାର୍ଯ୍ୟ କରିବା ସୁବିଧା ହବ। 0 ରୁ 8 ଫେରି ପାରିବାନି, ଆମେ 1 10 ଆଣିବା, ଏଠି 7 ଉତ୍ତର ଆଣିବାକୁ ପଡିବ, ତାହେଲେ ଏଠି 9 ରହିଯିବ, ଏଠି ମଧ୍ୟ 9 ରହିଯିବ, 10 10 ରୁ 8 ଗଲେ 2, 9 ରୁ 9 ଗଲେ 0, 9 ରୁ 1 ଗଲେ 8, ଦଶମିକ ବିନ୍ଦୁ ଦେଲେ 7 ରୁ 1 ପଳେଇ 6, 6 ରୁ 6 ଗଲେ 0, 1 ରୁ 1 ଗଲେ 0, 0.802। ଏହାପରେ ଦେଖ ଇ ନମ୍ବର 17 ରୁ ଫେରିବା 0.05,
ସତରରୁ ଫେଡ଼ିବା 0.05 ଏହାର ଦଶମିକ ପରେ ଦୁଇଟା ଅଙ୍କ ଅଛି, ତେଣୁ ଆମେ ଏଠି ଦଶମିକ ଦେଇ ଦୁଇଟି ଶୂନ ଲେଖିଦେବା। ତାହେଲେ ବର୍ତ୍ତମାନ ଫେଡ଼ାଣ କାର୍ଯ୍ୟ କରିବା ପାଇଁ 7ରୁ 1 ଆଣିବା ହେଲା 10, 10ରୁ 5 ଗଲେ 5, ଏଠାରେ 9 ରହିଯାଇଛି, 9ରୁ 0 ଗଲେ 9, ଦଶମିକ ଦେଲେ 7ରୁ 1 ପାଇ 6, 6ରୁ 0 ଗଲେ 6, 1 1 ଓହ୍ଲେଇବା 16.95। 1 ନମ୍ବର ଅଛି 34.505ରୁ ଫେଡ଼ିବା 18.1। ତେବେ 34.505ରୁ ଫେଡ଼ିବା 18.1। ଯେହେତୁ ଉପରେ ଅଧିକ ସଂଖ୍ୟା ଅଛି, ତଳେ ଶତାଂଶ ଏବଂ ଶତାଂଶ ସ୍ଥାନରେ କିଛି ନାହିଁ, ଆମେ ଶୂନ ଲେଖିକି ଫେଡ଼ାଣ କଲେ ଚଳିବ, ନ ଲେଖିଲେ ମଧ୍ୟ କିଛି ଅସୁବିଧା ନାହିଁ। ଏଠି 5ରୁ 5 ଓହ୍ଲେଇଲେ, 0ରୁ 0 ମଧ୍ୟ ଓହ୍ଲେଇଲା, 5ରୁ 1 ଗଲେ 4, ଦଶମିକ ଦେଲେ 4ରୁ 8 ଯାଇପାରିବନି, ଆଣିଲା 1 10 ହେଲା 14, 14ରୁ 8 ଗଲା 6, 2ରୁ 1 ଗଲେ 1, 16.405। ଜି ନମ୍ବର ପ୍ରଶ୍ନ ଅଛି 9.9ରୁ 9.0 ବିয়োଗ କରିବା। ତଳ ସଂଖ୍ୟାରେ ଦେଖ ଦଶାଂଶ ଶତାଂଶ ଅଛି, କିନ୍ତୁ ଉପର ସଂଖ୍ୟାରେ କେବଳ ଦଶାଂଶ ଅଛି, ତେଣୁ ଶତାଂଶ ସ୍ଥାନରେ ଆମେ 0 ଦେଇଦେବା। ବର୍ତ୍ତମାନ ବିয়োଗ କାର୍ଯ୍ୟ କରିବା, 0ରୁ 9 ଯାଇପାରିବନି, ଆଣିଲା 1 10, 10ରୁ 9 ଗଲେ 1, ଏଠି 8, 8ରୁ 0 ଗଲେ 8, ଦଶମିକ ବିନ୍ଦୁ ଦେଲେ 9ରୁ 9 ଗଲେ 0, 0.81। ଏବଂ ଏଚ ପ୍ରଶ୍ନ ଅଛି 6.236ରୁ ଫେଡ଼ିବା 0.487। ତାହେଲେ ଦେଖିବା, ଏଠି 6ରୁ 7 ଯାଇପାରିବନି, ଆଣିଲା 1 10 ହେଲା 16, 16ରୁ 9 ଗଲେ 16ରୁ 7 ଗଲେ ଆମର ହେଇଯିବ 9। ଏଠି ଅଛି 2, 2ରୁ 8 ଯାଇପାରିବନି, ଆଣିଲା 1 10 ହେଲା 12, 12ରୁ 8 ଗଲେ ହବ 4। ଏଠି ଅଛି 1, 1ରୁ 4 ଯାଇପାରିବନି, ଆଣିଲା 1 10 ହେଲା 11, 11ରୁ 4 ଗଲେ ଏଠି ମଧ୍ୟ ହେଇଯିବ 7, ଦଶମିକ ଦେଲେ ଏଠି 1 ପଳେଇଯିବ 5, 5ରୁ 0 ଗଲେ 5। ପିଲାମାନେ, ଆଜିର କ୍ଲାସକୁ ଆମେ ଏଇଠି ରଖିବା। ପରବର୍ତ୍ତୀ କ୍ଲାସରେ ଆମେ ଦଶମିକ ସଂଖ୍ୟାର କ୍ରମ ଠାରୁ ଆଲୋଚନା କରିବା। ଯଦି ତୁମକୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ତୁମେ ଏହାକୁ ଲାଇକ୍ କରିବା ସହିତ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିବ। ଯଦି ଏପର୍ଯ୍ୟନ୍ତ ସୁଦ୍ଧା ତୁମେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥାଅ, ତେବେ ଯଥାଶୀଘ୍ର ସବସ୍କ୍ରାଇବ୍ କରିନେବ, ଯାହାଫଳରେ ପରବର୍ତ୍ତୀ ସମୟରେ ଯେଉଁ ଭିଡ଼ିଓ ଗୁଡ଼ିକ ଅପଲୋଡ଼ କରାଯିବ, ସେଗୁଡ଼ିକର ତୁମର ନୋଟିଫିକେସନ୍ ଯଥାଶୀଘ୍ର ପାଇଯାଇପାରିବ। ଆଜି ପାଇଁ ରହୁଛି, ଧନ୍ୟବାଦ।